tireless thought, revealing at each step a luminous world. ସଦାସର୍ବଦା ଦିବ୍ୟାନନ୍ଦ ତାଙ୍କୁ ସୁଦୂରରୁ ପ୍ରଲୋଭିତ କଲା। ସେ ତ ଉର୍ଦ୍ଧ୍ୱକୁ ଯାଉଛନ୍ତି, ଦୂରରେ ଯୋଉ ଜିନିଷ ଅଛି ତାଙ୍କୁ ପ୍ରଲୋଭନ କରିକି ଆଗକୁ ଟାଣିଲା। ପରମ ଅଦୃଶ୍ୟଙ୍କ ସ୍ପର୍ଶ ଦ୍ୱାରା ଜାଗରିତ ହୋଇ ସେ ଉର୍ଦ୍ଧ୍ୱରୁ ଯୋଉ ପରମ ଅଦୃଶ୍ୟ ତାଙ୍କ ଦ୍ୱାରା ଜାଗରିତ ହୋଇ ଏଯାଏଁ ସକଳ ଉପଲବ୍ଧ ସୀମା ପରିତ୍ୟାଗ କରି ଏହି ପର୍ଯ୍ୟନ୍ତ ଯେତିକି ସୀମା ସେ ଆସିଛନ୍ତି ତାକୁ ପରିତ୍ୟାଗ କରି ସେହି ସୁଦକ୍ଷ ଆବିଷ୍କର୍ତ୍ତା, ଏ ସୁଦକ୍ଷ ଆବିଷ୍କର୍ତ୍ତା କିଏ? ଷ୍ଟ୍ରଙ୍ଗ ଡିସ୍କଭରର, ସୁଦର୍ଶ ଆବିଷ୍କର୍ତ୍ତା ହଉଛନ୍ତି ଅଷ୍ଟପତି ବା ଶ୍ରୀ ରବୀନ୍ଦ୍ର। ଏହି ସୁଦକ୍ଷ ଆବିଷ୍କର୍ତ୍ତା ଆସ୍ଫୁରାରତ ହେଲେ ଏବଂ ଟାୟାରଲେସ୍ ଥଟ୍ inspired the strong discoverer, tireless thought, ଅକ୍ଳାନ୍ତ ପରମ ଚିନ୍ତା ପ୍ରତ୍ୟେକ ପଦକ୍ଷେପରେ ଏକ 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 ଜ୍ୟୋତିର୍ମୟ ଜଗତ ଦର୍ଶନ କରି। କିନ୍ତୁ ସେ ପରମ ଚିନ୍ତା ପ୍ରତ୍ୟେକ ପଦକ୍ଷେପରେ ଏକ ଏକ ଜ୍ୟୋତିର୍ମୟ ଜଗତ ପ୍ରଦର୍ଶନ କରି ଏହି ସୁଦକ୍ଷ ଆବିଷ୍କୃତ ଆସ୍ଫୁରାରତ ହେଲେ। କିଛି ଅସୁବିଧା ନାହିଁ। It left known summits for the unknown peaks. Impassioned, it sought the lone, unrealized truth. It longed for the light that knows not death and birth. ये जो हिट शब्द अच्छी ये का तू ये कर हिट के द टायरलेस थॉट मन रखु टायरलेस थॉट इज इट हिट लेफ्ट से टायरलेस थॉट से चिंता कौन कला अज्ञात शीर्ष समूह निमित्त ताहा टायरलेस थॉट सकल ज्ञात शिखर त्याग कला जहाँ जना जाइए ताकू सब त्याग करके अज्ञात शिखर को जीवाई त्याग कला। Impassioned, it sought the lone unrealized truth. आवेग प्रेरित होई impassioned आवेग प्रेरित होई ताहा खोजी चलिला सही अनुपलब्ध निसंग दिव्य सत्य। ए पर्यंत जहाँ उपलब्धि हेनी जो दिव्य सत्य उद्धर अच्छी ताकू एकमात्र ताकू लोन दिग्भोम अनुपलब्ध निसंग सत्य ये तांको सांग को आसनी तापर कौन हला इट लॉन्ग्ड फॉर द लाइट दैट नोज नॉट डेथ एंड बर्थ ताहा निर्दिष्ट भावे आकांक्षित हला यही दिव्य ज्योति निमित्त जहाँ जन्म मृत्यु जानी नथी जेहेतु ऊर्ध्वर कथा ऊर्ध्वर जन्म मृत्यु क्रियाशील हुए आमर जन्म मृत्यु क्रियाशील हुए कारण प्रोग्रेस करने अग्रगति करने आगू जावाई जन्म मृत्युर आवश्यकता रही जन्म होगा मृत्यु मुखर पड़ा साधारण भाव में आमर कहुए हाँ जन्म तो मुख कष्ट भर मरु आ कौन यार अर्थ प्राय अधिकांश बुझती ये जन्म मृत्यु अर्थ आउ गोटे पुनरपि जठर जननी जठरे शय नंद अच्छी
ଆତ୍ମାର ମୁଁ କେତେ ଥର କହୁଛି ସେଟା ପୁଣି ଆପଣଙ୍କୁ ମାନେ ଆତ୍ମାର ଅଗ୍ରଗତି ପାଇଁ ପ୍ରତ୍ୟେକ ଜନ୍ମ ନେଇକିରି ଆତ୍ମା ଆସନ୍ତି ପୁଣି ପରବର୍ତ୍ତୀ ଜନ୍ମକୁ ଯାଆନ୍ତି। ତେଣୁ ଜନ୍ମ ମୃତ୍ୟୁ ରହସ୍ୟ ଆମର ଏଇଠି ଅଛି, ଏଠି ଜନ୍ମ ମୃତ୍ୟୁ ରହସ୍ୟ ନାହିଁ। ପୁଣି ସେ ଜାଣିନଥାଏ। Each stage of the soul's remote ascent was built into a constant heaven felt always here. ଏଠାରେ ସଦା ସର୍ବଦା ଅନୁଭୂତ ହେଉଥିବା ଏକ ନିରବଚ୍ଛିନ୍ନ ସ୍ୱର୍ଗ ମଧ୍ୟକୁ ଏକ ନିରବଚ୍ଛିନ୍ନ ସ୍ୱର୍ଗ ଯାହା ଏଠାରେ ଅନୁଭୂତ ହଉଛି ସ୍ୱର୍ଗ ମଧ୍ୟକୁ ଆତ୍ମାର ଦୂରସ୍ଥ ଆରୋହଣର ପ୍ରତ୍ୟେକ ପର୍ଯ୍ୟାୟ ନିର୍ମିତ ହେଲା। ସିଏ ତ ଗୋଟେ ଆଗକୁ ଆଗକୁ ଷ୍ଟେପ୍ ଦେଇକି ଯିବେ, ତେଣୁ ତା ପାଇଁ ପାହାଚ ସବୁ ତିଆରି ହେଲା। ରିମୋଟ ଆସେଣ୍ଟ ୱାଜ ବିଲ୍ଡ, କୋଉ ବାଟେ ଯିବେ ତାର ପ୍ରତ୍ୟେକ ପର୍ଯ୍ୟାୟ ନିର୍ମିତ ହେଲା। ଦୂରସ୍ଥ ଆରୋହଣ, ଦୂରରେ ଥିବା ରିୟଲାଇଜ ଟ୍ରୁଥ, ସିଆଡକୁ ଯିବା ପାଇଁ ସବୁ ବାଟ ତିଆରି ହେଲା, ରାସ୍ତା ତିଆରି ହେଲା। ଏଠାରେ ସର୍ବଦା ଅନୁଭୂତ ହେଉଥିବା into a constant heaven felt always here, ଏଠାରେ ଆମେ ସ୍ୱର୍ଗ ବୋଲି ଗୋଟେ କିଛି ଅଛି ବୋଲି ଅନୁଭବ କରୁ ନା, ଆମେ ସବୁବେଳେ ନର୍କ ଭିତରେ ନାନା ପ୍ରକାର ଦୁଶ୍ଚିନ୍ତା ଭିତରେ ଦୁର୍ଭାଗ୍ୟ ଭିତରେ ଗତି କରିଥାଉ। ତେଣୁ ଆମ ମନ ଭିତରକୁ ଆସେ ନିଶ୍ଚୟ କୋଉଠି ଗୋଟିଏ ଆଗରେ ଗୋଟେ ସ୍ୱର୍ଗ ଅଛି। ସେଇ ଅନୁସାରେ ସେ ନିରବଚ୍ଛିନ୍ନ ସ୍ୱର୍ଗ ମଧ୍ୟକୁ ଆତ୍ମା ଯାଆନ୍ତି। At each space of the journey marvelous, a new degree of wonder and of bliss, a new rung formed the being's mighty stair, a great wide step trembling with jeweled fire, as if a burning spirit quivering there, upholding with his flame the immortal hope, as if a radiant God had given his soul that he might feel the tread of pilgrim feet mounting in haste to the eternal house. এটা ଗୋଟେ ବଡ ପ୍ରଶ୍ନ। At each space of the journey marvelous, এই ବିସ୍ମୟକର ଯାତ୍ରାର ପ୍ରତ୍ୟେକ ଗତିବେଗ, ସ୍ପେସ୍ ମାନେ ଗତିବେଗ, କୋଉ ଗତିବେଗରେ ପାହାଚ ପଡିବ, ଦ୍ୟାଟ୍ ଇଜ ସ୍ପେସ୍। ତାଙ୍କର ସେହି ବିସ୍ମୟକର ଯାତ୍ରାର ପ୍ରତ୍ୟେକ ଗତିବେଗ କେମିତି ହେଲା? ବିସ୍ମୟ ଏବଂ ଦିବ୍ୟାନନ୍ଦର ଏକ ନୂତନ ଯାତ୍ରା। ଗତିବେଗ କୁଆଡେ ଗତିବେଗ ତାଙ୍କର? ଅଶୋପତିଙ୍କର ଗତିବେଗ କୁଆଡକୁ? ବିସ୍ମୟ ଓ ଦିବ୍ୟାନନ୍ଦର ଏକ ନୂତନ ମାତ୍ରା। ଏ ପର୍ଯ୍ୟନ୍ତ ଯୋଉ ମାତ୍ରା ସେ ଦିବ୍ୟାନନ୍ଦର ଅନୁଭବ କରିଛନ୍ତି, ଯୋଉ ଡିଗ୍ରୀ, ଯୋଉ ତାର ଉଚ୍ଚତର ଡିଗ୍ରୀ ଆଡକୁ ସେ ଅଗ୍ରଗତି କଲେ। ବିସ୍ମୟ, ସେ ସବୁବେଳେ ବିସ୍ମୟ, କାରଣ ଯେତେ ଉର୍ଦ୍ଧ୍ୱକୁ ଯିବେ ସବୁ ବିସ୍ମୟ ଦେଖାହବ। ତେଣୁ ସେଇ ବିସ୍ମୟକର ଯାତ୍ରାର ପ୍ରତ୍ୟେକ ଗତିବେଗ, ବିସ୍ମୟ ଓ ଦିବ୍ୟାନନ୍ଦର ଏକ ନୂତନ ମାତ୍ରା, ପରମ ସତ୍ତାଙ୍କର ପରାକ୍ରମଶାଳୀ ସୋପାନ ଶ୍ରେଣୀରେ ଏକ ନୂତନ ପାଦପୀଠ। ସେ ଯୁଆଡକୁ ଯାଉଛନ୍ତି ଏଠି ତାର ବର୍ଣ୍ଣନା, ଯେ କେମିତିକା ଜିନିଷ? ବିସ୍ମୟ ଓ ଦିବ୍ୟାନନ୍ଦର ଏକ ନୂତନ ମାତ୍ରା, ପରମ ସତ୍ତାଙ୍କର ପରାକ୍ରମଶାଳୀ ସୋପାନ ଶ୍ରେଣୀରେ ଏକ ନୂତନ ପାଦପୀଠ, ଯାହା ରତ୍ନମୟ ଅଗ୍ନି ସହିତ
ସ୍ପନ୍ଦିତ ଏକ ମହାନ ପ୍ରଶସ୍ତ ସୋପାନ। ଯୋଉ ଆଡକୁ ଯାଉଛନ୍ତି ତାର ସ୍ଟେପ୍ସ କେମିତି, ସେ କଣ ସେ ସ୍ଟେପ ଲାଭ କରିବେ, ସେ ଆଡକୁ ଏସବୁ ବର୍ଣ୍ଣନା ରହିଛି। ଏ ଗ୍ରେଟ୍ ୱାଇଡ୍ ଷ୍ଟେପ୍ ଟ୍ରେମ୍ବଲିଂ ୱିଥ୍ ଜୁଏଲ୍ଡ ଫାୟାର। ଜୁଏଲ୍ଡ ଫାୟାର ଅର୍ଥ କଣ ହଉଛି? ରତ୍ନପୂର୍ଣ୍ଣ, ରତ୍ନମୟ ଅଗ୍ନି ସହିତ ସ୍ପନ୍ଦିତ। ସେ ପାହାଚ ଗୁଡାକ ଏମିତି ତିଆରି ହେଇଛି, ସେ ରତ୍ନମୟ ଅଗ୍ନି ଦ୍ୱାରା ସହିତ ହଲଚଲ ହଉଛନ୍ତି, ଥରୁଛନ୍ତି। ରତ୍ନମୟ ଅଗ୍ନି ସହିତ ସ୍ପନ୍ଦିତ ଏକ ମହାନ ପ୍ରଶସ୍ତ ସୋପାନ, ସତେ ଯେପରି ସେଠାରେ ଏକ ପ୍ରଜ୍ୱଳନ୍ତ ଆତ୍ମସତ୍ତା ଶିହରିତ ହୋଇ ତାର ଅଗ୍ନିଶିଖା ସହିତ ଆମର ଆଶାକୁ ସହାୟତା ପୂର୍ବକ ସତେ ଯେପରି ଆଲୋକ ବିକିରଣ କରୁଥିବା ଏକ ମହାଦେବତା ତାଙ୍କର ଆତ୍ମାକୁ ପ୍ରଦାନ କରିଥିଲେ, ଯେ ଯେ ତୀର୍ଥଯାତ୍ରୀ ପାଦର ପଦଚାପ ସେ ଅନୁଭବ କରିପାରିବେ ବୋଲି ପରମ ଶାଶ୍ୱତଙ୍କର ନିବାସ ଅଭିମୁଖେ ତ୍ୱରିତ ବେଗରେ ଆରୋହିତ ହୋଇ, ତ୍ୱରିତ ବେଗରେ ଆରୋହିତ କରି କୁଆଡେ ଆରୋହିତ ହେଲେ? ଆରୋହିତ ହୋଇ ମାଉଣ୍ଟିଂ ଇନ୍ ହେଷ୍ଟ ଟୁ ଦି ଇଟର୍ନାଲ ହାଉସ, ପରମ ଶାଶ୍ୱତଙ୍କ ନିବାସ ଅଭିମୁଖେ ତ୍ୱରିତ ବେଗରେ ଆରୋହିତ ହୋଇ ଯେ ତୀର୍ଥଯାତ୍ରୀ ପାଦର ପଦଚାପ ସେ ଅନୁଭବ କରିପାରିବେ ବୋଲି ତୀର୍ଥଯାତ୍ରୀ ପଦର ପଦଚାପ କଣ? ଟ୍ରେଡ ଅର୍ଥ ହଉଛି ପାଦ ପକେଇବା, ପାଦ ପକେଇକି ଆଗକୁ ଯିବା। ତୀର୍ଥଯାତ୍ରୀ ପାଦର ପଦଚାପ ସେ ଅନୁଭବ କରିପାରିବେ ବୋଲି ସତେ ଯେପରି ଆଲୋକ ବିକିରଣ କରୁଥିବା ଏକ ମହାଦେବତା ତାଙ୍କର ଆତ୍ମାକୁ ପ୍ରଦାନ କରିଥିଲେ। ଏହା କଥା ଏଥିରେ କୁହାଯାଉଛି, ସତେ ଯେପରି ଆଲୋକ ବିକିରଣ କରୁଥିବା ଏକ ମହାଦେବତା ରେଡିଏଣ୍ଟ ଗାର୍ଡ। ରେଡିଏଣ୍ଟ ଗାର୍ଡ ହଉଛି ରେଡିଏନ୍ସ ହଉଛି ବିକିରଣ କରିବା, ରେଡିଏଣ୍ଟ ହଉଛି ଆଲୋକ ବିକିରଣ ଦେବତା। ଏକ ମହାଦେବତା had given his soul, ସତେ ଯେପରି এটা ଗୋଟେ ଇମେଜ, ସତେ ଯେପରି ତାଙ୍କର ସେ ମହାଦେବତା ତାଙ୍କର ଆତ୍ମାକୁ ପ୍ରଦାନ କରିଥିଲେ। ସେ ଷ୍ଟେପ ଗୁଡାକ ସବୁ ଏଇ ଜିନିଷ ଅଛି। ଦେବତା ଗୋଟେ କରିଥିଲେ କି ନ କରିଥିଲେ ସେ ଅଲଗା କଥା, ସେଟାକୁ ଗୋଟେ ଇମେଜ ଆକାରରେ ବର୍ଣ୍ଣନା କରାହେଇଛି। ସତ୍ୟ ଯେପରି ସେଠାରେ ଏକ ପ୍ରଜ୍ୱଳନ୍ତ ଆତ୍ମସତ୍ତା ଶିହରିତ ହୋଇ ତାର ଅଗ୍ନିଶିଖା ସହିତ ଅମର ଆଶୟକୁ ସହାୟତା ପୂର୍ବକ, କାହାର ଅଗ୍ନିଶିଖା? ସେ ଆତ୍ମସତ୍ତା, ଯୋଉ ଆତ୍ମସତ୍ତା ନିଜକୁ ଦେଇ ଦେଇଛନ୍ତି ସେ ଆତ୍ମସତ୍ତାର ଅଗ୍ନିଶିଖା ସହିତ ଆମର ଆଶାକୁ ସହାୟତା ପୂର୍ବକ, ସେ ଅଗ୍ନିଶିଖା ଆମ ସହାୟତା ପୂର୍ବକ upholding with his flame the immortal hope, ଅମର ଆତ୍ମାକୁ ସତେ ଯେପରି ଆଲୋକ ବିକିରଣ କରୁଥିବା ସେଇ ମହାଦେବତା ତାଙ୍କର ଆତ୍ମାକୁ ପ୍ରଦାନ କରିଛନ୍ତି। ଏଇଥିପାଇଁ ଆତ୍ମାକୁ ଦେଇ ଦେଇଛନ୍ତି। ଇଏ ହଉଛି କବିଙ୍କର ଗୋଟେ ଇମେଜ, ସତ୍ୟ ଯେମିତି ହେଇଥିବ ସେଟା ହେଇନଥିବ, ସତ୍ୟ ଯେମିତି ହେଇଥିବ ଏଜିପ୍ଟ ସତ୍ୟ ହେଲା ପରି ଗୋଟେ ଇମେଜ। ଇମେଜ କଥା ମୁଁ କହିବି, ଇମେଜ କାବ୍ୟ କବିତାରେ ଇମେଜ ନଥିଲେ କାବ୍ୟ କବିତା
ର ମାଧୁର୍ଯ୍ୟ ନଷ୍ଟ ହେଇଯାଏ। ପଦ୍ୟରେ ଆପଣ ଯାହା ଦେଇଥିବେ ସେଥିରେ ବିଶେଷ ଇମେଜ ଦରକାର ନାହିଁ, ତାର ବର୍ଣ୍ଣନା ଅନ୍ୟ ପ୍ରକାର ହୁଏ। କିନ୍ତୁ ପଦ୍ୟରେ ଇମେଜ ଟା ନଥିଲେ ତାର ମାଧୁର୍ଯ୍ୟ ଉପଲବ୍ଧି କରିହୁଏନି। ଆମ ଓଡ଼ିଆ କାବ୍ୟ କବିତାରେ ପରିପୂର୍ଣ୍ଣ ଭାବରେ ଇମେଜ ବର୍ଣ୍ଣିତ ନାହିଁ। ବିଶେଷ କରି ପ୍ରକୃତି କବି, ସ୍ୱଭାବ କବି ଗଙ୍ଗାଧର ମେହେରଙ୍କର କାବ୍ୟ କବିତା ଯୋଉ ପ୍ରକୃତିର ଚିତ୍ରର ସେଥିରେ ଅଛି, ସେ ଫୁଲ ଅଫ ଇମେଜ। ଇମେଜ ଅର୍ଥ କଣ? ପ୍ରତିଛବି। ଛବିରେ ଯାହା ଦେଖାଯାଏ, ପ୍ରକୃତରେ ଯାହା ଦେଖାଯାଏ, ତାର ଫଟୋ ଉଠେଇଲେ ଯୋଉ ଛବିଟି ଆସେ ସେଟା ଏକାକି? ଆମ ନିକଟତର ହବ ବୋଲି ଛବିଟେ ଫୁଟିକି ତାକୁ ଦେଖୁଛେ ମୋବାଇଲରେ, ଛବିଟି ଉଠୁ। କିନ୍ତୁ ପ୍ରକୃତରେ ପ୍ରକୃତ ଘଟଣାଟି ସେଠି ରହିଲା, ତାକୁ ପ୍ରତିଛବି ଆକାରରେ ଦେଖୁଛେ। ସେମିତି କାବ୍ୟ କବିତାରେ ସବୁ ପ୍ରତିଛବି ଦିଆଯାଏ। ଗଙ୍ଗାଧର ମେହେରଙ୍କର ଉଷା ବର୍ଣ୍ଣନା, ସୀତା ଯାଇଛନ୍ତି, ଲକ୍ଷ୍ମଣ ତାଙ୍କୁ ନଈ କୂଳରେ ଛାଡ଼ି ଦେଇକି ଫେରିଛନ୍ତି ଏବଂ ତାଙ୍କୁ ଉଠେଇ ନେଇଛନ୍ତି ବାଲ୍ମୀକି ଋଷି। ତାଙ୍କର ସବୁ ଯୋଉ ଋଷି କନ୍ୟା ମାନେ ଥିଲେ ତାଙ୍କୁ ଉଠେଇ ନେଇଛନ୍ତି, ଶୋଇଥିଲେ ସେ ଉଠଉଛନ୍ତି ତାଙ୍କୁ। ସେ ଆସିକି ଉଷା ଆସିକିରି ଉଠଉଛି, ସକାଳ ହେଲା ଉଠ। ସେ ଯିବେ ସବୁ ଗାଧୋଇ ଗାଧୁଆ ପାଧୁଆ କରିବେ, ନଈକି ଯିବେ, ନଈ କୂଳକୁ। ସେଠି ଯୋଉ ବର୍ଣ୍ଣନା ସବୁ ହେଇଛି, ସେ ପ୍ରତିଛବି ନଥିଲେ ତାକୁ ହଉନି। ଇଏ ତ ଯିବେ, ଯାଇକି ତ ସେ କୂଳରେ ରହିବେ, କୂଳରେ ଗାଧୁଆ ପାଧୁଆ ଗୋସେଇ ଦେଇକିରି ଆସିବେ। ଲାଖିଛନ୍ତି କେମିତି? ମୁକୁଳେ କେଳି ସପଳ ସାରସ ମଳାର ଦଳ, କୋକ ଯୁଗଳ ଯୁଗଳ ବକ ପଙ୍କଟି। ପିତାଙ୍କର ପବିତ୍ରତାକୁ ଇମେଜ ଦେବା ପାଇଁ କବି ବର୍ଣ୍ଣନା କରୁଛି। ତୋ ପୁଣ୍ୟମୟ ଶରୀର ଖେଳନେ ପୁତ ମୋରିର, ପାନେ ବଞ୍ଚିଥିବେ ଚିରଦିନ। ତତେ ମୁଁ କଣ ପାଇଲି, ତୁ ମୋରି ପାଣିରେ ଯୋଉ ଗାଧେଇ ହବୁ, ସେ ଗାଧେଇଲା ବେଳେ ତୋ ପବିତ୍ର ଦେହରୁ ଯୋଉ ଜଳ ନିଃସୃତ ହବ, ତାକୁ ପାନ କରି ଏମାନେ ସବୁ ରହିଥିବେ। ଆଉ ଗୋଟେ ଇମେଜ ସେଥିରେ ଦେଖନ୍ତୁ, ଗୋଟେ ଚମତ୍କାର। ଗୋଟେ ଫୁଲଟେ ଯେତେବେଳେ ଗଛରେ ଫୁଟେ, ସେ ଯେତେବେଳେ ଝଡିବା ଅବସ୍ଥାକୁ ଆସେ, ସେ ଗଛରୁ ସେଠୁ ଝଡିଯାଏ। ତଳେ ଯଦି ଗୋଟେ ଫ୍ଲୋ ଅଛି, ସେ ଫ୍ଲୋରେ ସେଟା ପଡିଯାଏ, ସେ ଭାସି 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 ଆସେ। এইটা হচ্ছে ছবি। କାବ୍ୟିକ ଢଙ୍ଗରେ ତାକୁ ପ୍ରତିଛବି ଦେଇଛନ୍ତି କିଏ? କବି। କଣ ପ୍ରତିଛବି ଦେଇଛନ୍ତି? ପତିବ୍ରତା ଅଙ୍ଗେ ଲାଗି ପବିତ୍ର ହବାର ଲାଗି ବ୍ରତତି ବାସ ବିରାଗୀ କୁସୁମମାନ ଦୂରୁ ଦୂରୁ ଝାସି ଝାସି ଧାଇଥିବେ ଆସି ଆସି, ଭ୍ରମୁଥିବେ ଆସି ଆସି ତୋ ସନ୍ନିଧାନ। ସ୍ନାନ ସମୟରେ ମୋ ପୟରେ ଦୟାମୟୀ ନ ପେଲିବୁ ତାକୁ। କିନ୍ତୁ ଇମେଜ କେତେ ସୁନ୍ଦର କରିଦିଆଯାଇଛି। ଫୁଲଟେ ପଡିଲା ଭାସିଲା, ଏଇ ଯୋଉ ଜିନିଷଟା ଦିଆଯାଏ ଆକୁ ଇମେଜ କୁହାଯାଏ। ଗୋଟେ ଇମେଜ ତିଆରି ହୁଏ ତାର, ଏ ଯୋଉ ଢଙ୍ଗର ଇମେଜ ତିଆରି ହୁଏ, এইটা କାବ୍ୟ ସାହିତ୍ୟରେ ପ୍ରଚୁର ଭାବରେ ଦେଖାଯାଏ। ଆଉ ଶ୍ରୀ ଅରବିନ୍ଦଙ୍କ ସାହିତ୍ୟରେ ସେ ଇମେଜ ନ ରହି, ଏବଂ ପ୍ରତିବ୍ରତା ଅଙ୍ଗେ, ତୁ ଯୋଉ ପ୍ରତିବ୍ରତା ତୋ ପାଖରେ ଅଛି, ତୋ ଅଙ୍ଗରେ ଲାଗିକିରି ମୁକ୍ତି ହେବା ପାଇଁ, ପବିତ୍ର ହେବା ପାଇଁ ବ୍ରତ କରିଛନ୍ତି। ବ୍ରତତି ବାସ ବିରାଗୀ, ବ୍ରତ କରିଛନ୍ତି ଏବଂ ତାଙ୍କ ଘରକୁ ତ୍ୟାଗ କରିଛନ୍ତି। ବ୍ରତତି ବାସ ବିରାଗୀ ପ୍ରସନ୍ନ ମାନ ଫୁଲମାନ। ବନେ ବନେ ଭ୍ରମି ଭ୍ରମି ଗଣ୍ଡ କୁହୁକେ ନ ଭମି। କୋଉଠୁ ପଡିକିରି କେତେ ବାଟରୁ ଭ୍ରମି ଭ୍ରମିକିରି ଗଣ୍ଡ କୁହୁକ ଯୋଉ ନଈରେ ଥାଏ, ଗଣ୍ଡରେ ଗୋଟେ ଜାଗାରେ ପାଣି ଅଟକିକି ଥାଏ, ଗଣ୍ଡ ଥାଏ। ଗଣ୍ଡ କୁହୁକେ ନ ଭ୍ରମି
ସେ ଆସୁଥିବେ, ଆସିକିରି ତୋ ଦେହରେ ଲାଗିକିରି ପବିତ୍ର ହବାକୁ ସେ ଆସୁଛନ୍ତି। ତୁ ମୋର ପୟରେ ଜଳରେ, ପୟ ମାନେ ଜଳ, ପୟ ମାନେ ପାଦ, ବ୍ରତ ପୁଷ୍ପମାନ ସ୍ନାନ ସମୟ ମୋ ପୟରେ, ମୋ ଜଳରେ ସ୍ନାନ କର, ଦୟାମୟୀ ଅପେ ନେବୁ ତାଙ୍କୁ ପୟରେ ପାଦରେ ଠେଲି ଦଉ। ଏ କି ପ୍ରକାର ଇମେଜ! এইଭଳିଆ ଇମେଜ ସେଇ ପୁରା ଉଷା ବର୍ଣ୍ଣନାର ପ୍ରତ୍ୟେକ ସତ୍ରେ ସତ୍ରେ ବିଦ୍ୟମାନ। ମୁଁ ଖାଲି ଗୋଟେ ଉଦାହରଣ ଦେବାକୁ ଯାଇ କହିଲି, ଆମର ଏଇ ଯୋଉ ବର୍ଣ୍ଣନା ହେଇଛି, ଏ ବର୍ଣ୍ଣନାରେ ସେମିତି ଇମେଜ ଆମର ସବୁ ଆସୁଛି। କାବ୍ୟ କବିତାରେ ସେ ଇମେଜ ଗୁଡାକ ନଥିଲେ ସେ ମାଧୁର୍ଯ୍ୟ ତାର ନଷ୍ଟ ହେଇଯାଏ। ତେଣୁ ଇମେଜ ଟା ତାର ମାଧୁର୍ଯ୍ୟକୁ ବଢାଏ। ସେଇଭଳି ଏଥିରେ ଯେମିତି ଦେଖିଛନ୍ତି, ଏ ନ୍ୟୁ ଡିଗ୍ରୀ ଅଫ ୱଣ୍ଡର ଆଣ୍ଡ ବ୍ଲିସ୍, ଏ ନ୍ୟୁ ରଙ୍ଗ formed in beings mighty there, ପରମ ସତ୍ତାଙ୍କର ପରାକ୍ରମଶାଳୀ ସୋପାନ। ପରମ ସତ୍ତା ଉର୍ଦ୍ଧ୍ୱରେ ଅଛନ୍ତି, ଅଷ୍ଟପତି ସିଆଡକୁ ପାଦ ପକେଇ ପକେଇ ଆଗକୁ ଚାଲିବେ। ତାଙ୍କ ସେ ତାଙ୍କ ପରିବେଶକୁ ଯିବାକୁ ଚାହୁଁଛନ୍ତି। ଏଥିପାଇଁ ତାଙ୍କର ଟାୟାରଲେସ୍ ଥଟ୍, ଚିନ୍ତାରେ ଆଗକୁ ଅଛନ୍ତି। ବିସ୍ମୟ ଓ ଦିବ୍ୟାନନ୍ଦର ଏକ ନୂତନ ମାତ୍ରା। ଏ ପର୍ଯ୍ୟନ୍ତ ଦିବ୍ୟାନନ୍ଦର ଯେତିକି ମାତ୍ରା ସେ ପ୍ରାପ୍ତ କରିଛନ୍ତି, ତାଠୁ ଏକ ଉର୍ଦ୍ଧ୍ୱତର ମାତ୍ରା ପ୍ରାପ୍ତ କରିବା ପାଇଁ ପରାକ୍ରମଶାଳୀ ସୋପାନ ଶ୍ରେଣୀ। କାହାର ସୋପାନ? ପରମ ସତ୍ତାଙ୍କର ସୋପାନ ଶ୍ରେଣୀ, ଯେ ପରାକ୍ରମଶାଳୀ ସୋପାନ ଶ୍ରେଣୀରେ ନୂତନ ପାଦପୀଠ। ରାଙ୍ଗ ଶବ୍ଦର ଅର୍ଥ ହଉଛି ନିଶୁଣୀର ଗୋଟେ ପାଦ। ନିଶୁଣୀକୁ ଯୋଉ ସବୁ ପହଣ୍ଡ ପହଣ୍ଡ କାଠ ଦିଆଯାଇଥାଏ, ଏଗୁଡା କୁହନ୍ତି ରାଙ୍ଗ। ତେଣୁ ସେ ପାଦ ପୀଠ, ଗୋଟେ ଷ୍ଟେପ ଆଉ ଗୋଟେ ଷ୍ଟେପ ଆଉ ଗୋଟେ ଷ୍ଟେପ ସେ ଉଠିକିରି ଯିବେ, ଯାହା ରତ୍ନମୟ ଅଗ୍ନି ସହିତ ସ୍ପନ୍ଦିତ। ସେ ଷ୍ଟେପ ଗୁଡାକ ଆମର ଅର୍ଡିନାରୀ ଷ୍ଟେପ ନୁହେଁ, ଅର୍ଡିନାରୀ ଲିଶୁଣୀର ଷ୍ଟେପ ନୁହେଁ। ଏଗୁଡାକ ସବୁ କେମିତି? ରତ୍ନମୟ ଅଗ୍ନି, ଜୁଏଲ୍ଡ ଫାୟାର, ଯୋଉ ଅଗ୍ନି ରତ୍ନମୟ, ଯୋଉ ଅଗ୍ନି ରତ୍ନମୟ, ସେଇ ତାରି ଭିତରେ ସହିତ ସେ ସ୍ପନ୍ଦିତ ହଉଛି। ରତ୍ନମୟ ଅଗ୍ନି ସହିତ ସେ ସ୍ପନ୍ଦିତ ହଉଛି। ଏ ଗୋଟେ ଇମେଜ। ତାପରେ କଣ ହେଲା? ସତେ ଯେପରି ସେଠାରେ ଏକ ପ୍ରଜ୍ୱଳନ୍ତ ଆତ୍ମସତ୍ତା ଶିହରିତ ହୋଇ, ସେଟା କେମିତି ତିଆରି ହେଇଛି? ଗୋଟେ ଆତ୍ମସତ୍ତା, ବାର୍ନିଂ ସ୍ପିରିଟ, ଗୋଟେ ଆତ୍ମସତ୍ତା ସେଥିରେ ଶିହରିତ ହୋଇ ତାର ଅଗ୍ନିଶିଖା ସହିତ ଆମର ଆଶାକୁ ସହାୟତା ପୂର୍ବକ, ଅଷ୍ଟପତି ଯୋଉ ଆଶା ନେଇକିରି ଆଗକୁ ଯାଉଛନ୍ତି, ସେଇ ଆଶାକୁ ସହାୟତା କରିବା ପାଇଁ, ସେ ଅମର ଆଶାକୁ ସହାୟତା କରିବା ପାଇଁ ଅଗ୍ନିଶିଖା ସହିତ ଅମର ଆତ୍ମା ସବୁ ଯାଉଛନ୍ତି। ସତେ ଯେପରି ଆଲୋକ ବିକିରଣ କରୁଥିବା ଏକ ମହାଦେବତା ତାଙ୍କର ଆତ୍ମାକୁ ପ୍ରଦାନ କରିଥିଲେ। ଏ ଭୂମିରେ କିଛି ତ ଦବାକୁ ନଥିବ, ଏ ଭୂମିରେ ଆତ୍ମାଟି ଦେବାକୁ ଥିବ। ଆତ୍ମାଟି ଦେଇ ପ୍ରଦାନ କରିଥିଲେ, ସତେ ଯେମିତି ସେ ଜଣେ ମହାଦେବୀ। ଇମେଜ ସତେ ଯେପରି ଯେଟା ଅଛି, ସେଟା ଇମେଜ, ସେଟା ଗୋଟେ ପ୍ରତିଛବି ଦିଆଯାଏ। ପ୍ରକୃତ ଛବି ସେଟା ନ ହେଇପାରେ, କିନ୍ତୁ ଗୋଟେ ପ୍ରତିଛବି ଦିଆଯାଏ ତାର ସୌନ୍ଦର୍ଯ୍ୟ ବଢେଇବାକୁ, ତାର ମାଧୁର୍ଯ୍ୟ ବଢେଇବାକୁ। that he might feel the tread of the pilgrim feet, that he might feel, ସତେ ଯେପରି ଆଲୋକ ବିକିରଣ କରୁଥିବା ଏକ ମହାଦେବତା ତାଙ୍କ ଆତ୍ମାକୁ ପ୍ରଦାନ କରିଥିଲେ, ଯେ ତୀର୍ଥଯାତ୍ରୀ ପାଦର ପଦଚାପ ସେ ଅନୁଭବ କରିପାରିବେ ବୋଲି।
କୋଉଥିପାଇଁ ସେ ଆତ୍ମାକୁ ସେ ଯୋଉ ସିଡି ପଡିଛି ସବୁ ସେ ସିଡିରେ ଆତ୍ମାକୁ ସେ ପ୍ରଦାନ କରିଥିଲେ କୋଉଥିପାଇଁ ନା ଯୋଉ ତୀର୍ଥଯାତ୍ରା ଆସୁଛନ୍ତି ଏଥିରେ ପାହାଚ ପକେଇକି ପାଦ ପକେଇକିରି ସେ ପାଦର ପଦଛାପ ଟ୍ରେଡ୍ ସେ ଅନୁଭବ କରିପାରିବେ ବୋଲି ପରମ ଶାଶ୍ୱତଙ୍କ ନିବାସ ଅଭିମୁଖେ ତ୍ୱରିତ ବେଗରେ ଆରୋହଣ ହେଲା। ସେ ତ୍ୱରିତ ବେଗରେ ଯାଉଛନ୍ତି। କୁଆଡେ ଯିବେ? ପରମ ଶାଶ୍ୱତଙ୍କର ନିବାସ ଅଭିମୁଖେ ଯାଉଛନ୍ତି। ତେଣୁ ତାଙ୍କର ପଦପାତକୁ ସେ ଯେହେତୁ ସେ ତରତର ହେଇକି ସ୍ପିଡରେ ଯାଉଛନ୍ତି ତାକୁ ଅନୁଭବ କରିବା ପାଇଁ ସତେ ଯେପରି ଗୋଟିଏ ମହାଦେବତା ତାଙ୍କର ଆତ୍ମାକୁ ସେ ସିଡି ଗୁଡାକରେ ସବୁ ପ୍ରଦାନ କରିଥିଲେ। ଇଏ ସମ୍ପୂର୍ଣ୍ଣ ଜିନିଷଟା ହଉଛି ଗୋଟେ ଇମେଜ। ତା ମାନେ ସେ ଯୋଉ ପାହାଚ ଦେଇକିରି ଅଶ୍ୱପତି ଯିବେ ତାର ପବିତ୍ରତା ଏବଂ ତାର ମାଧୁର୍ଯ୍ୟ ତାର ଆଲୋକ ଏସବୁକୁ ଗୋଟେ ପ୍ରତିରୂପ ଦେବା ପାଇଁ କବି ଏଠାରେ ବର୍ଣ୍ଣନା କରୁଛନ୍ତି। ସତେ ଯେମିତି ସେ ଗୋଟେ ଦେବତା ଆସିକିରି ତାକୁ ତାଙ୍କର ଆଲୋକ ବିକିରଣ କରୁଥିବା ଏକ ମହାଦେବ କରୁଥିବା ମହତା ତାଙ୍କର ଆତ୍ମାକୁ ଦେଇ ଦେଇଛନ୍ତି ସେଠି ନା ଯିଏ ପାଦ ପକେଇକିରି ଆସିବେ ସେ ତୀର୍ଥଯାତ୍ରାର ପାଦକୁ ସେ ଯେପରି ଅନୁଭବ କରିପାରିବେ ବୋଲି ପକେଇଛନ୍ତି। ସେ ପାଦ କୁଆଡକୁ ପଡୁଛି ନା ପରମେଶ୍ୱରଙ୍କର ନିବାସ ଅଭିମୁଖେ ତ୍ୱରିତ ବେଗରେ ଆରୋହଣ ହୋଇ ପାଦକୁ ପକେଇବା ଆରୋହଣ ହୋଇ ପାଦକୁ ପକେଇବା। ନେକ୍ସଟ ପେଜ। At either end of each effulgent stair, the heavens of the ideal mind were seen in a blue lucency of gleaming space, like strips of brilliant sky clinging to the moon. ଏ ସବୁ ଯାକ ଇମେଜ। ମୁଁ ଯୋଉ ଇମେଜ କଥା ଆପଣମାନଙ୍କୁ କହିଲି ପ୍ରକୃତ ସତ୍ୟ ହଉଛି ଫୁଲଟା ଗଛରୁ ପଡିବ ପାଣିରେ ଭାସି ଭାସି ଯିବ। ପତିବ୍ରତା ସତୀ ସୀତା ଗାଧଉଥିବାରୁ ତାଙ୍କ ପାଦରେ ଲାଗିକି ପବିତ୍ର ହବ। ଏଇଟାକୁ ଚାହୁଁଛନ୍ତି କବି ବର୍ଣ୍ଣନା କରିବେ। ତାକୁ ଏଇଭଳିଆ ଗୋଟେ ଚିତ୍ର ଦେବେ ଯାହାର ସୌନ୍ଦର୍ଯ୍ୟ ଆଉ ମାଧୁର୍ଯ୍ୟ ବୃଦ୍ଧି ପ୍ରାପ୍ତ ହବ। ସେଇ ହିସାବରେ ତାକୁ ସେଟା ଦେଇଯିବ। ସେଇଟାକୁ ଇମେଜ କୁହାଯାଏ। ଇମେଜ ହଉଛି ଛବି ନ ହେଇକିରି ପ୍ରତିଛବି। ଏଗୁଡାକ ସବୁ କାବ୍ୟ କବିତାରେ ଦେଖାଯାଏ। ସାବିତ୍ରୀ ମଧ୍ୟ ବହୁତ ଜାଗାରେ ଏବଂ ଏଇଠୁ ଟିକେ ବେଶୀ ପରିମାଣରେ ଦେଇଛନ୍ତି। ଆପଣ ଏଇ ପୁରା ଏଣ୍ଟାୟାର 4-5 ଲାଇନ ସବୁ ସେଇଥିରେ ଭର ପଡିବ। ପ୍ରତ୍ୟେକ ଦୀପ୍ତିମାନ ସୋପାନର ଉଭୟ ପାର୍ଶ୍ୱରେ ଯୋଉ ପାହାଚ ଦେଇକି ସେ ଯାଉଛନ୍ତି ସୋପାନରେ ପଶୁପତି ପାଦ ପକେଇକିରି ଉର୍ଦ୍ଧ୍ୱକୁ ଯାଉଛନ୍ତି ପରମ ଦେବତାକୁ ତାଙ୍କ ଘରକୁ ବାସ କରିବା ଘରକୁ ପ୍ରବେଶ କରିବା ପାଇଁ ସେ ସୋପାନ ଗୁଡାକ ସବୁ ଦୀପ୍ତିମାନ। ସେଠି ଯେମିତି କହିଲେ ଆଗରୁ ଯେମିତି ରାଡିଏଣ୍ଟ ଗଡ ଆଲୋକ ବିକରକାଣୀ ଦେବତା ତାଙ୍କ ଆତ୍ମାକୁ ଦେଇଯାଇଛନ୍ତି ଫଳରେ ସେ ପାହାଚ ଗୁଡାକ ସବୁ ଦୀପ୍ତିମାନ ହେଇଯାଇଛି। ଏଫ୍ଲୁଜେଣ୍ଟ ବୋଲେ ଦୀପ୍ତିମାନ ଜଳୁଛି ସେଗୁଡାକ ଆଲୋକରେ ଜଳୁଛି। ଆପଣ ଦେଖନ୍ତୁ ବର୍ଣ୍ଣିଂ ୱିଥ ଲାଇଟ୍ ଜଳୁଛି ଏନର୍ଜି ଲାଇଟ୍ ଙ୍କ ପାଖରେ ଯେମିତି ଏନର୍ଜି ଶକ୍ତି ଅଛି ଜନ୍ମଶକ୍ତିର ଆଧାର ଏବଂ ତା ଦେହରେ ଆଲୋକ ଅଛି। ସିଏ ଯେମିତି ପୃଥିବୀ ପୃଷ୍ଠକୁ ସବୁ ଆଲୋକ ଶକ୍ତି ପ୍ରଦାନ କରୁଛନ୍ତି ପୃଥିବୀକୁ ଜୀବନ୍ତ ରଖିବା ପାଇଁ ଏବଂ ସେ ନିଜେ ବର୍ଣ୍ଣିଂ
ଯେମିତି ଏ ଷ୍ଟେୟାର ଗୁଡାକ ଏ ପ୍ରାନ୍ତ ଗୁଡାକ ଉଭୟ ପାର୍ଶ୍ୱରୁ ସୋପାନ ଶ୍ରେଣୀ ସେଇଭଳିଆ ସବୁ। ସେ ପ୍ରତ୍ୟେକ ଦୀପ୍ତିମାନ ସୋପାନର ଉଭୟ ପାର୍ଶ୍ୱ ସୋପାନ ଗୁଡାକ ତ ଦୀପ୍ତିମାନ, ରେଡିଏଣ୍ଟ ଗଡର ଆତ୍ମା ପ୍ରାପ୍ତ କରିକି ସେ ସୋପାନ ଗୁଡା ଦୀପ୍ତିମାନ। ତା ସହିତ ଆହୁରି କଣ ହେଇଛି, ତା ଉଭୟ ପ୍ରାନ୍ତରେ ଉଭୟ ସିଡିର ଉଭୟ ପାର୍ଶ୍ୱରେ ଆମେ ଯେତେବେଳେ ଗୋଟେ ସିଡିରେ ଚଢୁଛୁ ତାର ଦି ପାଖ ଉଭୟ ପାଖକୁ କଳ୍ପନା କରିବା। ଆଦର୍ଶ ବିଶ୍ୱମନର ସ୍ୱର୍ଗ ସମୂହ ଦୃଷ୍ଟିମାନ ହେଉଛି। ସ୍ୱର୍ଗ କାହାକୁ କହନ୍ତି? ସ୍ୱର୍ଗ ଗୁଡାକ କେମିତି ଦେଖାଯାଆନ୍ତି? ଏ ସ୍ୱର୍ଗର ବହୁତ ଷ୍ଟେପ୍ସ ଅଛି, ସ୍ୱର୍ଗର ଭିନ୍ନ ଭିନ୍ନ ପର୍ଯ୍ୟାୟ ଅଛି। ଏଠି ସେମିତି ଯୋଉ ସ୍ୱର୍ଗ ଦେଖାଯାଉଥିଲା, ସ୍ୱର୍ଗ ଅର୍ଥ ସଦାସର୍ବଦା ଦେବଦେବୀ ବାସସ୍ଥଳ। ଆମର ଏଠି ଯାହା ସବୁ ହିଂସା ଈର୍ଷା ଦ୍ୱେଷ କ୍ରୋଧ ଇତ୍ୟାଦି ଦେଖାଯାଏ ସବୁ ସେ ସ୍ୱର୍ଗରେ ଦେଖାଯାଉନି। ଏଇଭଳିଆ ଏକ ପରିବେଶକୁ ସ୍ୱର୍ଗ କୁହାଯାଏ। ଏବଂ ସେଇ ସ୍ୱର୍ଗ ଆଇଡିଆଲ ମାଇଣ୍ଡର ସ୍ୱର୍ଗ କଣ? ବିଶ୍ୱମନ। ଏପର୍ଯ୍ୟନ୍ତ ମନରେ ଯାହା ସବୁ ବର୍ଣ୍ଣନା ହେଇ ଆସିଛି ସେଗୁଡାକ ଆଦର୍ଶ ମନ ନୁହେଁ। ଏଗୁଡାକ ଏଇ ପାର୍ଥିବ କ୍ରିୟାକଳାପ ବଦଳରେ ସେଗୁଡାକ ସବୁ ତାର ଆଦର୍ଶ ସେ ହରେଇଛନ୍ତି। ଉପରକୁ ସେ ଯାଉଛନ୍ତି ଯୋଉ ଆଇଡିଆଲ ମାଇଣ୍ଡ, ତା ଦେହରେ ସେ ଆଦର୍ଶ ପରିପୂର୍ଣ୍ଣ ଭାବେ ନାହିଁ। ତେଣୁ ଏପରିକି ତାର ପାହାଚ ଗୁଡାକ ବି ଦୀପ୍ତିମାନ, ଏବଂ ପାହାଚ ଗୁଡା ଦୀପ୍ତିମାନରେ ଦି ସାଇଡରେ ଯୋଉ ସବୁ ଦୃଶ୍ୟ ଦେଖୁଛନ୍ତି ସେ ଉଭୟ ପ୍ରାନ୍ତର ଦୃଶ୍ୟ ଦୃଶ୍ୟମାନ ହେଉଥିଲା। ସେଗୁଡା କେମିତି? ସ୍ୱପ୍ନ ମଗ୍ନ ମହାବ୍ୟୋମର ଏକ ନୀଳ ଆଲୋକ ବିକିରଣ। ସେ ସ୍ୱର୍ଗ କଣ କରେ? ସ୍ୱପ୍ନ ମଗ୍ନ ମହାବ୍ୟୋମ, ଡ୍ରିମିଂ ସ୍ପେସ୍। ଆପଣ ସ୍ପେସ୍ ମାନେ ମହାବ୍ୟୋମ, ଯୋଉ ମହାବ୍ୟୋମ ପରାତ୍ପରଙ୍କର ବାସସ୍ଥାନ। ସେଇ ମହାମଗ୍ନ ସବୁବେଳେ ସ୍ୱପ୍ନ ମଗ୍ନ। କାରଣ ତାର ସ୍ୱପ୍ନ ମଗ୍ନ କୋଉଥିପାଇଁ? ସଦାସର୍ବଦା ସେ ସ୍ୱପ୍ନ ମଗ୍ନର ଅର୍ଥ କଣ? ସିଏ ସମ୍ପୂର୍ଣ୍ଣ ରୂପେ ଶୂନ୍ୟ। ଶୂନ୍ୟ ଆଉ ସେ ଶୂନ୍ୟତା ଭିତରେ ସବୁକୁ ଧାରଣ କରିଥିବା ଶୂନ୍ୟ। ସ୍ପେସ୍ ହଉଛି ପରାତ୍ପରଙ୍କର ବାସଭୂମି। ପରାତ୍ପର ହଉଛନ୍ତି ସର୍ବଧାତ୍ରୀ ଶୂନ୍ୟତା। ସେ ବ୍ଯୋମ ସର୍ବଶୂନ୍ୟ। ତେଣୁ ସେ ଡ୍ରିମିଂ, ସ୍ୱପ୍ନମଗ୍ନ ମହାବ୍ୟୋମର ଏକ ନୀଳ ଆଲୋକ ବିକିରଣ କରୁଥାଏ। ତା ଭିତରୁ ଗୋଟେ ନୀଳ ଆଲୋକ। ଏଗୁଡାକ ସବୁ ଆମେ ଇମେଜ ବୋଲି ଧରିବା। ଏହାର ଗୁରୁତ୍ୱ ବଢାଇବା ପାଇଁ, ତାର ଶକ୍ତି କ୍ଷମତା ବଢାଇବା ପାଇଁ, ତାର ସୌନ୍ଦର୍ଯ୍ୟ ବଢାଇବା ପାଇଁ, ମାଧୁର୍ଯ୍ୟ ବଢାଇବା ପାଇଁ ଏଇଭଳି ଉପମା ଦିଆଯାଏ। ଏ ଉପମାରେ ଭରପୁର ହେଲା ଇମେଜ। ଏହା ସେଇଭଳିଆ ସବୁ ଉପମାରେ ଲେଖା ହେଇଛି। ଲାଇକ୍ strips of brilliant sky clinging to the moon। ଚନ୍ଦ୍ରଟେ ଉଦୟ ହେଇଛି, ଚନ୍ଦ୍ର ପଶ୍ଚାତରେ ତାର ପଛତ ପଟରେ କିଏ ରହିଛି? ନୀଳ ଆକାଶ ରହିଛି। ନୀଳ ଆକାଶ ତାର ପଶ୍ଚାତ ପଟରେ ରହିଲେ ଚନ୍ଦ୍ରଟା ଆହୁରି ଆଲୋକ ଭଳି ଦେଖାଯାଏ। ଲାଇକ୍ strips of brilliant sky
ପରିପୂର୍ଣ୍ଣ ଭାବେ ଆଲୋକିତ ହୋଇଥିବା ଆକାଶର ବ୍ରିଲିଏଣ୍ଟ ସ୍କାଏ ଆକାଶର ସମପ୍ରସ୍ଥ ବିଶିଷ୍ଟ ଦୀର୍ଘ ସଂକୀର୍ଣ୍ଣ ଖଣ୍ଡକୁ କ୍ଲିପ୍ସ ଅର୍ଥ କାହାକୁ କୁହାଯାଏ? ଯୋଉ ଖଣ୍ଡିତ ଆକାଶର ଖଣ୍ଡ କଥା କୁହାଯାଏ ସେ ଖଣ୍ଡ ପ୍ରସ୍ତ ସମାନ ଆତ୍ମା କଣ ହଉଛି ଚନ୍ଦ୍ର ତ ବଢୁଛି, ଚନ୍ଦ୍ର ତ ଆଗକୁ ଆଗକୁ ଯାଉଛି, ଗୋଟିଏ ଷ୍ଟ୍ରିପରୁ ସେ ଆଉ ଗୋଟେ ଷ୍ଟ୍ରିପକୁ ଯାଉଛି, ଆଉ ଗୋଟେ ଷ୍ଟ୍ରିପରୁ ଆଉ ଗୋଟେ ଷ୍ଟ୍ରିପକୁ ଯାଉଛି, କିନ୍ତୁ ସେ ଆକାଶର ଷ୍ଟ୍ରିପ ଗୁଡାକ ସମପ୍ରସ୍ଥ ବିଶିଷ୍ଟ ଏବଂ ଖୁବ ଦୀର୍ଘ ଏବଂ ସଂକୀର୍ଣ୍ଣ। ଏ ଖଣ୍ଡ ସବୁକୁ ଜାବୁଡି ଧରିଥିବା ପ୍ରାୟ ସପନମଗ୍ନ ମହାବ୍ୟୋମର ଏକ ନୀଳ ଆକାଶ ବିକିରଣରେ ପରିପୂର୍ଣ୍ଣ ଭାବେ ଆଲୋକିତ ହୋଇଥିବା ଆକାଶର ସମପ୍ରସ୍ଥ ବିଶିଷ୍ଟ ଦୀର୍ଘ ସଂକୀର୍ଣ୍ଣ ଖଣ୍ଡ ସବୁ ଚନ୍ଦ୍ରମାକୁ ଜାବୁଡି ଧରିଥିବା ପ୍ରାୟ ସ୍ୱପ୍ନମୟ ବ୍ଯୋମର ଏକ ନୀଳ ଆକାଶ ଧରିଥିଲା ପରେ ବିକିରଣ କରୁଛି, ସେ ରହିଛି ବିଶ୍ୱମନର ସ୍ୱର୍ଗସମୂହ ଦୃଶ୍ୟମାନ ହେଉଥିଲେ। ଯେଉଁ ଦୃଶ୍ୟମାନ ହେଉଥିବା ସ୍ୱର୍ଗ ସମୂହ ସ୍ୱପ୍ନମୟ ମହାବ୍ୟୋମର ଏକ ନୀଳ ଆକାଶ ବିକିରଣରେ ପୂର୍ଣ୍ଣ ଭାବରେ ଆଲୋକିତ ହୋଇଥିବା ଆକାଶର ସମବିଶିଷ୍ଟ ଦୀର୍ଘ ସଂକୀର୍ଣ୍ଣ ଖଣ୍ଡ ସବୁ ଚନ୍ଦ୍ରମାକୁ ଅର୍ଥାତ୍ ଚନ୍ଦ୍ରମା ଯୋଉଠି ଥିବେ ତାର ପଶ୍ଚାତରେ ସ୍ୱର୍ଗର ଯୋଉ ଅଂଶଟି ଥିବ ସେ ତାକୁ ଜାବୁଡି ଧରିଥିବ, ସେ ଛାଡିକିରି ପଳେଇବନି। ସେ ଆଉ ଗୋଟେ ଷ୍ଟେପ ଗଲା ପର୍ଯ୍ୟନ୍ତ ଆଉ ଗୋଟେ ଖଣ୍ଡ ଆସିବ ସ୍ୱର୍ଗର, ଆଉ ଗୋଟେ ଷ୍ଟେପକୁ ଗଲାବେଳେ ଆଉ ଗୋଟେ ଖଣ୍ଡ ଆସିବ ସ୍ୱର୍ଗର। ଇଏ ଯେମିତି ଯୋଉ ଖଣ୍ଡରେ ସେ ପ୍ରବେଶ କରେ ତାକୁ ଯେମିତି ସେ ଚନ୍ଦ୍ରମାକୁ ଜାବୁଡିକି ଧରିଥାଏ, ସେ ପରିପୂର୍ଣ୍ଣ ଆଲୋକିତ ହୋଇଥିବା ଆକାଶ। ସେ ଆକାଶ ଏମିତି ନୁହେଁ, ପରିପୂର୍ଣ୍ଣ ଭାବେ ଆଲୋକିତ ହୋଇଛି, କିନ୍ତୁ ସବୁ ଖଣ୍ଡିତ ହେଇକି ଚନ୍ଦ୍ରକୁ ଧରିଲା ଭଳିଆ କବି ବର୍ଣ୍ଣନା କରୁଛନ୍ତି, କଳ୍ପନା କରୁଛନ୍ତି ଯେ ସେଇ ସବୁ ସ୍ୱର୍ଗର ଯୋଉ ଅଂଶଟି ଚନ୍ଦ୍ରକୁ ଧରିଛି ତାକୁ ଜାବୁଡିକି ଧରିଛି, ପୁଣି ଘୁଞ୍ଚିଗଲେ ଆର ଅଂଶକୁ ଗଲେ ସେ ଆଗକୁ ଧରିଛି। ହେଲା କଥା, ସେ କଥା ଏସବୁ ଇମେଜରେ ଦେଖାଯାଇଛି। ତେଣୁ ତାକୁ ବୁଝିବା ପାଇଁ ଟିକେ ଏକାଗ୍ରତା ଓ ପ୍ରୟାସ ଦରକାର। ତାପରେ ଦେଖନ୍ତୁ, ଆଚ୍ଛା ସେ ଯୋଉ ଦିପଟ ଜାଗାରେ ସ୍ୱର୍ଗ ଦେଖୁଛନ୍ତି, ସ୍ୱର୍ଗ ଗୁଡା କେମିତି ଥିବ? On one side glimmered hue, putting hue, the glory of sunrise breaking on the soul, the tremulous rupture of the heart inside, and the spontaneous bliss that beauty gives, the lonely kingdoms of the ଏ ସବୁ ଇମେଜରେ କାବ୍ୟକୁ ମାଧୁର୍ଯ୍ୟ ଦେବା ପାଇଁ, ସୌନ୍ଦର୍ଯ୍ୟ ଦେବା ପାଇଁ ଇମେଜ ଭର୍ତ୍ତି କରିଦିଆଯାଏ। ଜଣେ ଅର୍ଡିନାରୀ ଗୋଟେ ଚାଲିକିରି ଯାଉଛି, ଗୋଟେ ଲୋକ ଚାଲିକିରି ଗଲାବେଳେ ଯୋଉ କୁହାଯାଉଛି ତାର ପଦରେ ପ୍ରତ୍ୟେକ ପଦ ପାଖରେ ପଦ ଫୁଟୁଛି, କବିତାରେ ଇମେଜ ଦିଆଯାଏ। ଏଠି ସେମିତି ସେ ଇମେଜ ସବୁ ଦିଆଯାଇଛି, ତାକୁ ସେଇ ଅର୍ଥରେ ଆମେ ବୁଝିବା। ବର୍ତ୍ତମାନ ଏଠି ବ୍ରେକଟା ନବା, ଇଏ ହେଲା 15ରେ ଆସିବ।
ଆମେ ଯେତେବେଳେ କୌଣସି ଉଚ୍ଚତର ସ୍ତରକୁ ଯାଉ କି 20-30 ମହଲା ଭିତରେ ଯୋଉ ସବୁ ମହଲାକୁ ଗୋଟେ ମହଲା ପରେ ଆଉ ଗୋଟେ ମହଲା ଉପରକୁ ଉଠିବୁ ଯାଉ, ଆଜିକାଲି ସବୁ ଲିଫ୍ଟ ହେଇଗଲାଣି, କିନ୍ତୁ ଆମେ ସିଡିରେ ବି ଯାଉ। ଏଇ ସିଡି ଗୁଡାକ ଯେମିତି ପଡିଛି, ଅଶ୍ୱପତି ଯୋଉ ଉର୍ଦ୍ଧ୍ୱକୁ ଉଠୁଛନ୍ତି ସିଏ ବି ସିଡି ଦେଇକିରି ଉଠୁଛନ୍ତି। ସେ ସିଡିର ମାହାତ୍ମ୍ୟ, ସେଇ ସିଡିର ସୌନ୍ଦର୍ଯ୍ୟ ଏବଂ ସେଇ ସିଡିର ଗୁରୁତ୍ୱ, ମହିମା ଆମେ ଚଢିବା ସିଡି ଠାରୁ କେତେ ବେଶୀ, ତାକୁ ବର୍ଣ୍ଣନା କରି ଦେଖେଇବା ପାଇଁ ଶ୍ରୀଅରବିନ୍ଦ ଗୁଡାଏ ଇମେଜ ବ୍ୟବହାର କରିଛନ୍ତି। ତେଣୁ ଆପଣ ଦେଖିବେ ଏ ଆରମ୍ଭ ଗୁଡାକ ସବୁ ଖାଲି ଇମେଜରେ ପରିପୂର୍ଣ୍ଣ। ଯେମିତି ଆମେ ଦେଖିଲେ on one side glimmering hue floating on hue, ଗୋଟିଏ ପାର୍ଶ୍ୱରେ, ସେ ସିଡିର ଗୋଟିଏ ପାର୍ଶ୍ୱରେ ଭାସମାନ ରଙ୍ଗ ଉପରେ ଝିଲିମିଲି ରଙ୍ଗ, ଗୋଟେ ସାଇଡରେ ଯୋଉ ରଙ୍ଗଟା ଦେଖାଯାଉଛି ତାକୁ ଆଉ ଥରେ ତାକୁ କଭର କରିଛି ଝିଲିମିଲି ରଙ୍ଗ। ଏ ଗ୍ଲୋରି ଅଫ ସନରାଇଜ ବ୍ରେକିଂ ଅନ୍ ଦି ସୋଲ, ଆତ୍ମା ଉପରେ ବିଚ୍ଛୁରିତ ସୂର୍ଯ୍ୟାଲୋକର ଏକ ମହିମା, ହୃଦୟର ଅନ୍ତର୍ଦୃଷ୍ଟିର ଏକ ସ୍ପନ୍ଦିତ ତୀବ୍ରାନନ୍ଦରେ, ଇନ୍ ଏ ଟ୍ରେମୋଲସ୍ ରପ୍ଚର ଅଫ ହାର୍ଟସ ଡିଲାଇଟ୍, ହୃଦୟର ଆମେ ଆଗରୁ ଆଉ ଟିକେ ଛାଡିଦେଲେ, in a blue lucency of dreaming space, like strips of brilliant sky clinging to the moon, ये भी से भलिया कल्पना। लुसेन्सी माने कौन? आलोकरे प्रज्वलित होउथिबा, आलोकरे प्रज्वलित होउथवार तो ग्लो बोलिया कुआ जाइछि। ग्लो का कौन? ଯେତେବେଳେ କୌଣସି ଏକ ଜିନିଷକୁ ଆମେ ଉତ୍ତପ୍ତ କରୁ, ସେ ଉତ୍ତପ୍ତ ହେବା ଫଳରେ ଯୋଉ ଆଲୋକଟା ବାହାରେ ତାକୁ କୁହାଯାଏ ଗ୍ଲୋ। ଗ୍ଲୋ ଶବ୍ଦର ହଉଛି ଉତ୍ତପ୍ତ ଆଲୋକ, ଉତ୍ତପ୍ତରୁ ବାହାରୁଥିବା ଆଲୋକ, ସେ ହଉଛି ଲୁସେନ୍ସି। ये ड्रीमिंग स्पेस रे, ड्रीमिंग स्पेस रो जो स्वप्नमय महाकाशरे ସେଟା ଦେଖା ଯାଉଥିଲା, ଲାଇକ୍ strips of brilliant sky clinging to, ଅର୍ଥାତ୍ ସେ ଗୋଟେ ଚନ୍ଦ୍ର ଥିଲା, ଚନ୍ଦ୍ରର ବ୍ୟାକଡ୍ରପ୍ ହିସାବରେ ପୃଷ୍ଠଭୂମି ଆକାରରେ ଖଣ୍ଡିତ ଆକାଶ ଦେଖାଯାଉଥିଲା। ସେ ଖଣ୍ଡିତ ଆକାଶ ହଉଛି ବ୍ରିଲିଏଣ୍ଟ ସ୍କାଏ, ପରିପୂର୍ଣ୍ଣ ଆଲୋକିତ ହେଇଥିବା ଆକାଶ। ଚନ୍ଦ୍ରର ପଶ୍ଚାତରେ ଯେମିତି ଦେଖାଯାଉଛି, ଏ ସ୍ୱର୍ଗରେ ଅଶ୍ୱପତି ଯୋଉ ଉଠୁଛନ୍ତି, ସେଇ ସ୍ୱର୍ଗରେ ସେଇଭଳିଆ ଏଇ ପାହାଚ ସବୁ ଗଲାବେଳକୁ ସେଇଭଳିଆ ସ୍ୱର୍ଗ ଦି ସାଇଡରେ ଥିଲା। ଆହୁରି କଣ ହେଇଥିଲା, ସିଏ ଅନ୍ ୱାନ୍ ସାଇଡ ଗ୍ଲିମିଂ ହ୍ୟୁ ଅନ୍ ଏ ଫ୍ଲୋଟିଂ ହ୍ୟୁ, ଗୋଟେ କଲର ଫ୍ଲୋଟିଂ ହଉଥିଲା, ଗୋଟେ କଲର ଝିଲିମିଲି ରଙ୍ଗ ଥିଲା, ଭାସମାନ ହେଉଥିଲା, ତା ଉପରେ ଆଉ ଗୋଟେ ରଙ୍ଗ ପଡିଥିଲା। ଦିଟା ଯାକ ସ୍ୱର୍ଗରେ ଏଇଟା ଅଛି। ଏ ସବୁ ଇମେଜ ଆକାରରେ ଦିଆହେଇଛି। ଏ ଗ୍ଲୋରି ଅଫ ଦି ସନରାଇଜ ବ୍ରେକିଂ ଅନ୍ ଦି ସୋଲ, ଯାହା ଆତ୍ମାର ଉପରେ
ବିଚ୍ଛୁରିତ ସୂର୍ଯ୍ୟାଲୋକର ଏକ ମହିମା। ବିଚ୍ଛୁରିତ ସୂର୍ଯ୍ୟାଲୋକ, ଫ୍ଲୋଟିଂ ଭ୍ୟୁ। ବିଚ୍ଛୁରିତ ସ୍ୱର୍ଗାଲୋକ ହଉଛି ବ୍ରେକିଂ, ସନସାଇନ୍ ବ୍ରେକିଂ, ବିଚ୍ଛୁରିତ ହେଇଯାଇଛି। ଅନ୍ ଦି ସୋଲ୍, ଏ ସବୁ ଯାକ ରିଏଲ ଇମେଜ ନୁହେଁ, ଏଗୁଡା ସବୁ ପ୍ରତିଛବି ଆକାରରେ କାବ୍ୟିକ ଢଙ୍ଗରେ ବର୍ଣ୍ଣନା ହେଇଛି। କାବ୍ୟିକ ଢଙ୍ଗର ବହୁତ ଚିତ୍ର ବର୍ଣ୍ଣନା, ଆପଣମାନେ ତେଣୁ ତାକୁ ଯେମିତି ବୁଝିପାରିବେ ଆଉ। And the spontaneous bliss that beauty gives। ଆଉ ଗୋଟେ ଦିଗରେ କଣ ଥିଲା? ଗୋଟେ ଦିଗରେ ଏଟା ଥିଲା, ଆଉ ଗୋଟେ ଦିଗରେ ଥିଲା, ଏବଂ ଅନ୍ୟ ଦିଗରେ ସୌନ୍ଦର୍ଯ୍ୟ ପ୍ରଦାନକାରୀ ସ୍ୱତଃସ୍ଫୂର୍ତ୍ତ ଦିବ୍ୟାନନ୍ଦ। ଦି ସାଇଡ ତ କଥା ବର୍ଣ୍ଣନା ହେଇଛି, ସିଡିର ଦି ସାଇଡ। ଅନ୍ ୱାନ୍ ସାଇଡ ହେଲା ସେ ଗ୍ଲିମିଂ ହ୍ୟୁ, ଅନ୍ ଦି ଅଦର ସାଇଡ ସେଟା କଣ ଦେଖାଯାଉଥିଲା? ସୌନ୍ଦର୍ଯ୍ୟ ପ୍ରଦାନକାରୀ ସ୍ୱତଃସ୍ଫୂର୍ତ୍ତ ଦିବ୍ୟାନନ୍ଦ। କୃତ୍ୟହୀନ ଦିବ୍ୟ ଗୋଲାପର ରମଣୀୟ ରାଜ୍ୟ ସବୁ। ଗୋଲାପ ଏଠି କାହିଁକି ଆସିଲା? ଇଏ ଫେରେ ସ୍ୱର୍ଗୀୟ ଗୋଲାପ। ସାଧାରଣତଃ ଗୋଲାପ ଶବ୍ଦଟା ଶ୍ରୀ ଅରବିନ୍ଦ ବ୍ୟବହାର କରିଛନ୍ତି ଅନେକ ଜାଗାରେ। ଗୋଲାପର ଅର୍ଥ ହଉଛି ତାର ସୌନ୍ଦର୍ଯ୍ୟ ଏବଂ ତାର ମାଧୁର୍ଯ୍ୟ ଏବଂ ତାର ସୁବାସ, ଏ ସବୁ ଗୁଡାକ ଅନ୍ୟାନ୍ୟ ଫୁଲ ଠାରୁ ୟୁନିକ୍। ହଇତ ମାଙ୍କ କ୍ଷେତ୍ରରେ ଅନ୍ୟ ପ୍ରକାର ବ୍ୟବହାର ହେଇଛି। ମା ମଧ୍ୟ ପଦ୍ମକୁ ସେଇଭଳିଆ ବର୍ଣ୍ଣନା କରିଛନ୍ତି, ତାର ରଙ୍ଗ ଇଏକୁ ନେଇକରି। କବିମାନେ ତାକୁ ସବୁ ଯେମିତି କରନ୍ତି, କବିମାନେ ଦେଖନ୍ତି, ଏଠି ସେଇଭଳିଆ ଦେଖାଯାଇଛି। ସେଇ ଯୋଉ ଗୋଲାପ, ଏଇ ଯେ ଗୋଲାପରେ ଯେମିତି ଏସବୁ ଗୁଣ ଗୁଡା ଥାଏ, ସେ ଫେରେ ମୃତ୍ୟୁହୀନ ଗୋଲାପ, ଡେଥଲେସ୍। ଆମର ଏଠି ଗୋଲାପଟା କଣ, ଟିକେ ଫୁଟିଲା ପରେ କିଛି ସମୟ ପରେ ଶୁଖିଯାଏ, ଝଡିଯାଏ, ତା ପରଦିନ ସେ ଝଡି ଯାଇଥିବ। କିନ୍ତୁ ସେଠି ଯୋଉ ଗୋଲାପ କଥା କୁହାଯାଉଛି, ସେ ଆର ସ୍ୱର୍ଗୀୟ ଗୋଲାପ। ସେଇ ଗୋଲାପ ଡେଥଲେସ୍, ସେ ସବୁବେଳେ ସେମିତି ପ୍ରସ୍ଫୁଟିତ ଥିବ, ସୌନ୍ଦର୍ଯ୍ୟ ଦଉଥିବ, ଆଉ ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ଦଉଥିବ। ତାକୁ ଦେଖିଲେ ଭିତରେ ଆପେ ଆପେ ଆନନ୍ଦ ସୃଷ୍ଟି ହଉଥିବ। ସେ ଗୋଲାପଟାକୁ ଦେଖିଲେ ଆନନ୍ଦଟା ଆପେ ଆପେ ସୃଷ୍ଟି ହବ। ଆପଣ ଗୋଟେ ସୁନ୍ଦର ଜିନିଷକୁ ହଠାତ୍ ଦେଖିବେ, ତାର ଯୋଉ ସୌନ୍ଦର୍ଯ୍ୟ ଆପଣ ହୃଦୟକୁ ଛଲଭଲ କରିଦିଏନି? ସୌନ୍ଦର୍ଯ୍ୟଟା ଦେଖିଲେ, ହଠାତ୍ ଗୋଟେ ସୌନ୍ଦର୍ଯ୍ୟ ଦେଖୁଛନ୍ତି, ଗୋଟେ ଜଳପ୍ରପାତ ପାଖକୁ ଯାଇକି ଦେଖୁଛନ୍ତି, ପାଣି ଜଳଟା ପଡୁଛି, କିମ୍ବା ଯେକୌଣସି ଗୋଟେ ପାହାଡକୁ ଦେଖୁଛନ୍ତି, କିନ୍ତୁ ସେଇ ଯୋଉ ଦୃଶ୍ୟ ଗୁଡାକ ସବୁ କଣ କରେ? ସ୍ପୋଣ୍ଟାନିୟସ୍ ବ୍ଲିସ୍, ସୌନ୍ଦର୍ଯ୍ୟ ପ୍ରଦାନକାରୀ ସ୍ୱତଃସ୍ଫୂର୍ତ୍ତ ଦିବ୍ୟାନନ୍ଦ। ତା ଭିତରୁ ସ୍ୱତଃସ୍ଫୂର୍ତ୍ତ ଭାବରେ ଦିବ୍ୟାନନ୍ଦ ଝଡୁଛି। ଆଖି ପକେଇଲେ ଦିବ୍ୟାନନ୍ଦ ଭିତରକୁ ଆସି, ଏଭଳିଆ ଦିବ୍ୟାନନ୍ଦ ସେ ଆଉ ଗୋଟେ ସାଇଡରେ ଥିଲା। Above the spirit cased in mortal sense are spontaneous realms of heavenly space. Below the inconscient's sullen dim abyss, between behind our life the deathless rose। ସେ ନଶ୍ୱର ଇନ୍ଦ୍ରିୟ ବୋଧର, ଆମର ଇନ୍ଦ୍ରିୟ ବୋଧ ନଶ୍ୱର, ମୃତ୍ୟୁଶୀଳ, ଆବଦ୍ଧ ଅନ୍ତଃସତ୍ତାର ଊର୍ଦ୍ଧ୍ୱରେ, ଅନ୍ତଃସତ୍ତା ଆମର ଏଠି ଆବଦ୍ଧ ହେଇକି ରହିଛି। କାହା ଦ୍ୱାରା? ଇନ୍ଦ୍ରିୟ ବୋଧ ଦ୍ୱାରା। ତାର ଊର୍ଦ୍ଧ୍ୱରେ ସ୍ୱର୍ଗୀୟ ଶାନ୍ତିର ପରାଚେତନାମୟ ରାଜ୍ୟ ସବୁ ରହିଥାଏ। और स्पोंटान और सुपर कॉन्शियस अर्थ पराचेतना।
realms of heavenly peace, ସ୍ୱର୍ଗୀୟ ଶାନ୍ତିର ପରାଚେତନା ରାଜ୍ୟ ସବୁ ରହିଥାଏ ତା ଉପରେ। ଯାଉଛନ୍ତି ଅଶ୍ୱପତି ଯୋଉ ବାଟ ଦେଇକି ଯୋଉ ସ୍ପିଡ ଦେଇକିରି ଏଠି ସବୁ ସେ ନିମ୍ନକୁ ଅନେଇଲେ କଣ ହବ? ଦି ଇନକନସିଏଣ୍ଟ ସଲେନ୍ ଡିମ୍ ଆବିସ୍। ଉର୍ଦ୍ଧ୍ୱରେ ଏ କଥା ଦେଖୁଛନ୍ତି, ଦି ସାଇଡ ଏ କଥା ଦେଖୁଛନ୍ତି ଅଶ୍ୱପତି ଯୋଉ ସିଢି ଉପରେ ଯାଉଛନ୍ତି, ଏବଂ ସିଢି ଗୁଡାକର ବର୍ଣ୍ଣନା, ତାର ମାହାତ୍ମ୍ୟ ବର୍ଣ୍ଣନା ହେଇଛି ଏବଂ ତାର ଆଲୋକ ବିକିରଣକାରୀ ବ୍ୟବସ୍ଥା ବର୍ଣ୍ଣନା ହେଇଛି। ତଳକୁ ଅନେଇବ ବୋଲେ ବିଲୋ ଦି ଇନକନସିଏଣ୍ଟ ସଲେନ୍, ନିମ୍ନରେ ମହାନିଶ୍ଚେତନାର ବିଷାଦପୂର୍ଣ୍ଣ ନିଷ୍ପ୍ରଭ ରସାତଳ। ତଳଟା ସେୟା ହେଇଛି। ବିଟୱିନ୍ ଏ ନିମ୍ନ ଆଉ ଉର୍ଦ୍ଧ୍ୱ ଆଉ ମଝିରେ ବିହାଇଣ୍ଡ ଆୱାର ଲାଇଫ, ଆମ ଜୀବନଟା ଏଇ ଭିତରେ ହୁଏ, ଆମ ଜୀବନଟା ଏଇ ଭିତରେ ରହିଛି। ଗୋଟାଏ ଉର୍ଦ୍ଧ୍ୱରେ ଗୋଟେ ଜିନିଷ ରହିଲା, ବିଲୋ ଗୋଟେ ରହିଲା ଜିନିଷ, ଆମ ଏଇ ଜୀବନଟା ମଝିରେ ରହିଲା। ସେ ଜୀବନଟା କେମିତି? ବିହାଇଣ୍ଡ ଆୱାର ଲାଇଫ ଦି ଡେଥଲେସ୍ ରୋଜ, ଏକ ମୃତ୍ୟୁହୀନ ଦିବ୍ୟ ଗୋଲାପ। ଗୋଲାପ ଯେମିତି ସୌନ୍ଦର୍ଯ୍ୟ ମାଧୁର୍ଯ୍ୟ ସବୁ ଦିଏ, ସେଇଭଳି ରୋଜ ମଧ୍ୟ ସେଇଠି ଥିଲା, ଯିଏ ଡେଥଲେସ୍, ଯାହାର ମୃତ୍ୟୁ ନାହିଁ, ଯିଏ ଝଡିବନି ପଡିବନି, ଏମିତିକା ଗୋଲାପ। ଏକ୍ରସ୍ ଦି କଭର୍ଟ ଏୟାର ଦି ସ୍ପିରିଟ ବ୍ରିଦେସ୍। ଆମେ ଏଠାରେ ଯୋଉ ନିଶ୍ୱାସ ପ୍ରଶ୍ୱାସ ନେଉଛୁ କୋଉ ସାଧାରଣ ଯୋଉ ବାୟୁମଣ୍ଡଳରେ ନିଶ୍ୱାସ ନେଉଛୁ, ଏଠି ଯୋଉ ନିଶ୍ୱାସ ପ୍ରଶ୍ୱାସ ପ୍ରଚ୍ଛନ୍ନ ବାୟୁମଣ୍ଡଳ, କଭର୍ଟ ଏୟାର, ପ୍ରଚ୍ଛନ୍ନ ବାୟୁମଣ୍ଡଳ ପାର ହୋଇ ଅନ୍ତଃସତ୍ତ୍ୱା ନିଶ୍ୱାସ ନେଇଥାଏ। ବାୟୁମଣ୍ଡଳ ପାର ହେଇକିରି ଆଗକୁ ଯାଇକି ଅନ୍ତଃସତ୍ତ୍ୱା ନିଶ୍ୱାସ ନେଇଥାଏ। ସେ ପରିବେଶଟା ଏଇଭଳିଆ। ଏ ବଡି ଅଫ ଦି କସ୍ମିକ ବ୍ୟୁଟି ଆଣ୍ଡ ଜୟ ଅନସିନ୍, ଯାହା ମହାଜାଗତିକ ସୌନ୍ଦର୍ଯ୍ୟ ଏକ ଶରୀର। ମହାଜାଗତିକ ସୌନ୍ଦର୍ଯ୍ୟ ଓ ଆନନ୍ଦର ଏକ ଶରୀର ହେଇଗଲା ଦି ବଡି ଅଫ ଦି କସ୍ମିକ ବ୍ୟୁଟି ଆଣ୍ଡ ଜୟ ଅନସିନ୍। ଅନସିନ୍ ଶବ୍ଦର ଓଡିଆଟା ରହିଯାଇଛି ଏଠି, ଏଠି ରହିବ ଅଦୃଶ୍ୟ ମହାଜାଗତିକ ସୌନ୍ଦର୍ଯ୍ୟ ଏବଂ ଆନନ୍ଦର ଏକ ଶରୀର। ଅଦୃଶ୍ୟ ଶବ୍ଦଟା ସେଥିରେ ଯୋଡିଯିବ, ପରମ ଅଦୃଶ୍ୟ କରିଦେଲେ ଭଲ। ପରମ ଅଦୃଶ୍ୟ ର ମହାଜାଗତିକ ସୌନ୍ଦର୍ଯ୍ୟ, ଆନନ୍ଦର ଏକ ଶରୀର। ଅନଗେଷ୍ଟ ଅନ୍ଧ ଦୁଃଖ ଭୋଗୀ। ଭାଇ ଏଠି ଟିକେ ଚେଞ୍ଜ ହବ, ସେଟା ଅନସିନ୍ ଟା ସେକେଣ୍ଡ ଲାଇନ କୁ ଆସିବ। ହଁ, ସେକେଣ୍ଡ ଲାଇନକୁ ଆସିଛି, ମୁଁ କହିଦେଲି ଭୁଲରେ। ଯାହା ଅଦୃଶ୍ୟ, ଅଦୃଶ୍ୟ ଶବ୍ଦଟା ନାହିଁ ସେଠି, ଅଦୃଶ୍ୟଟା ସେକେଣ୍ଡ ଲାଇନ କୁ ରହିବ। ଅଦୃଶ୍ୟଟା ସେକେଣ୍ଡ ଲାଇନରେ ରହିବ। ତାପରେ ଅନ୍ଧ, ସେ ମୁଁ କହିଦେଲି ସିନା, କିନ୍ତୁ ଏଇଟା ଏଇଠିକି ଆସିବ। ମୁଁ କରିଛି ସେଇଭଳିଆ ଅନୁବାଦ, ସେଇଭଳିଆ ହେଇଛି, କିନ୍ତୁ କହୁଥିଲି ମୁଁ ଭିନ୍ନ ପ୍ରକାର। ଅନଗେସ୍ଡ ବାଇ ଦି ବ୍ଲାଇଣ୍ଡ ସଫରିଂ ୱାର୍ଲ୍ଡ, ଅନ୍ଧ ଦୁଃଖ ଭୋଗୀ ଜଗତ ଦ୍ୱାରା ଅନୁମାନ ବି କରିପାରିବେନି। ଦେଖନ୍ତୁ ସେ ଜିନିଷ ଗୁଡାକୁ କେମିତି ସେ ବର୍ଣ୍ଣନା କରିଛନ୍ତି। ପ୍ରଚ୍ଛନ୍ନ ବାୟୁମଣ୍ଡଳର ପାର ହୋଇ ଅନ୍ତଃସତ୍ତ୍ୱା ନିଶ୍ୱାସ ନେଇଥାଏ। ଏ ବଡି ଅଫ ଦି କସ୍ମିକ ବ୍ୟୁଟି ଆଣ୍ଡ ଜୟ ଅନସିନ୍, ଅଦୃଶ୍ୟ ଆନନ୍ଦ ଆଉ ସୌନ୍ଦର୍ଯ୍ୟ, ମହାଜାଗତିକ ସୌନ୍ଦର୍ଯ୍ୟ ଶରୀର, ଅନ୍ଧ ଦୁଃଖ ଭୋଗୀ ଜଗତ ଦ୍ୱାରା ଅନୁମାନ। ଆମେ ତାକୁ ଅନୁମାନ ବି କରିପାରିବାନି, ଦେଖିବା ଦୂରେ ଥାଉ, ତାର ବର୍ଣ୍ଣନାକୁ ଆମେ ଅନୁମାନ ବି କରିପାରିବା ନାହିଁ। କ୍ଲାଇମ୍ବିଂ ଫ୍ରମ୍ ନେଚର୍ସ ଡିପ୍ ସଣ୍ଡେଡ ହାର୍ଟ, ଏଟା କଣ କହିଲେ? ବିଶ୍ୱ ପ୍ରକୃତିର ଗଭୀର ସମର୍ପିତ ହୃଦୟ, ସରେଣ୍ଡେଡ ହାର୍ଟ। ତଳେ ବିଶ୍ୱ ପ୍ରକୃତି ଅଛି,
ବିଶ୍ୱ ପ୍ରକୃତିର ଗଭୀର ସମର୍ପିତ ହୃଦୟର ଆରୋହଣ କରି ତାହା ଭଗବାନଙ୍କ ପଦ ପ୍ରାନ୍ତେ ନିରନ୍ତର ଭାବେ ପ୍ରସ୍ଫୁରିତ ହୋଇଥାଏ। ଏସବୁ ସେଇଠିକାର ଅବସ୍ଥାର ବର୍ଣ୍ଣନା ତଥା ଜୀବନର ରହସ୍ୟମୟ ଯଜ୍ଞାହୁତି ଦ୍ୱାରା ପରିପୃଷ୍ଟ ହୋଇଥାଏ। ଏ ସ୍ୱର୍ଗକୁ ଯେତେବେଳେ ଯାଉଛନ୍ତି, ସେ ଊର୍ଦ୍ଧ୍ୱକୁ ଯେତେବେଳେ ଯାଉଛନ୍ତି, ସେ ସ୍ୱର୍ଗର ବର୍ଣ୍ଣନା ସବୁ କାବ୍ୟିକ ଢଙ୍ଗରେ କରିବାକୁ ହେଲେ ଏଭଳି ଗୋଟେ ଇମେଜ ଦେବାକୁ ପଡିବ, ନହେଲେ ତାର ତାତ୍ପର୍ଯ୍ୟ ବୁଝା ପଡିବନି, ତା ମାଧୁର୍ଯ୍ୟ ବୁଝା ପଡିବନି। ଯେମିତି ଆପଣଙ୍କୁ ମୁଁ କବିତାଟା ଶୁଣେଇଲି, ସୀତାଙ୍କର ପାତିବ୍ରତ୍ୟ ବର୍ଣ୍ଣନା କରିବାକୁ ଯାଇକିରି ସେ ଜଳ ଲାଗିକି ଯୋଉ ପକ୍ଷୀ ମାନେ ଖାଇବେ ସେମାନେ ବି ବଞ୍ଚିବେ, ଏବଂ ଫୁଲଟେ ଲାଗିଥିବ ଯଦି ସିଏ ବି ପବିତ୍ର ହେଇଯିବ। ଏଇଟା ଯେମିତି ସୀତାଙ୍କର ଦେହ ପବିତ୍ର ଦେହରେ ଲାଗିଲେ, ପାତିବ୍ରତ୍ୟ ଦେହରେ ଲାଗିଲେ ପବିତ୍ର ଦେଖାଯାଇଛି, ଏଠି ସେଇଭଳିଆ ଇମେଜ ଦିଆଯାଇଛି ଯେ ମହାଜାଗତିକ ସୌନ୍ଦର୍ଯ୍ୟ ଓ ଆନନ୍ଦର ଏକ ଶରୀର ଅଦୃଶ୍ୟ ଆମକୁ ଦେଖାଯିବନି, କିନ୍ତୁ ଅନ୍ଧ ଦୁଃଖ ଭୋଗୀ ଜଗତ ଦ୍ୱାରା ଖାଲି ଅଦୃଶ୍ୟ ନୁହେଁ, ଆମେ ଅନୁମାନ ବି ତାକୁ କରିପାରିବାନି। ସିଏ ଏଭଳି ଏକ ସୌନ୍ଦର୍ଯ୍ୟ ଓ ଆନନ୍ଦରେ ପରିପୂର୍ଣ୍ଣ ଏକ ମହାଜାଗତିକ ଶରୀର। ବିଶ୍ୱ ପ୍ରକୃତିର ଗଭୀର ସମର୍ପିତ ହୃଦୟରୁ ଆରୋହଣ କରି, ବିଶ୍ୱ ପ୍ରକୃତି ନିମ୍ନରେ ଅଛି, ତାର ଗଭୀର ସମର୍ପିତ ହୃଦୟ, କ୍ଲାଇମ୍ବିଂ ଫ୍ରମ୍ ନେଚର୍ସ ଡିପ୍ ସରେଣ୍ଡର୍ଡ ହାର୍ଟ। ପ୍ରକୃତି ଥରେ ସରେଣ୍ଡର ହେଇକି ରହିଛି, ପ୍ରକୃତି ଊର୍ଦ୍ଧ୍ୱକୁ ଯାଇପାରିବନି, ସେ ସରେଣ୍ଡର ହେଇଯାଇଛି ଏଠିକା ବାତାବରଣରେ। ଏବଂ ସେଠୁ ଆରୋହଣ କରି ଏ ସୌନ୍ଦର୍ଯ୍ୟ ଉପରକୁ ଯାଇଛି, ଭଗବାନଙ୍କ ପଦ ପ୍ରାନ୍ତେ ଚିରନ୍ତନ ଭାବେ ପ୍ରସ୍ଫୁଟିତ ହୋଇଥାଏ ତଥା ଜୀବନର ରହସ୍ୟମୟ ଯଜ୍ଞାହୁତି ଦ୍ୱାରା ପରିପୃଷ୍ଟ ହୋଇଥାଏ। ଏସବୁ ତାର ଶକ୍ତି, ତାର ସାମର୍ଥ୍ୟ, ତାର ସୌନ୍ଦର୍ଯ୍ୟ, ତାର ମାଧୁର୍ଯ୍ୟ ସବୁ ବର୍ଣ୍ଣନା କରିବା ପାଇଁ ଏଇଭଳିଆ ସବୁ ବର୍ଣ୍ଣନା ହେଇଛି ଅର୍ଥାତ୍ ପଶୁପତି ଯୋଉ ଊର୍ଦ୍ଧ୍ୱକୁ ଯାଉଛନ୍ତି, ଯୋଉ ଊର୍ଦ୍ଧ୍ୱରେ ପହଞ୍ଚିବେ, ସେ ରାସ୍ତାରେ ଗଲାବେଳେ ଯାହା ସବୁ ଦେଖୁଛନ୍ତି, ଯୋଉ ମାଧୁର୍ଯ୍ୟ ଦେଖୁଛନ୍ତି, ଯୋଉ ଚମତ୍କାରିତା ଦେଖୁଛନ୍ତି, ସେ ଜିନିଷ ଗୁଡାକୁ ସବୁ କାବ୍ୟିକ ଢଙ୍ଗରେ ବର୍ଣ୍ଣନା କରାହେଇଛି। ତାକୁ ଏମିତି ବୁଝିବା, ଆମେ କାବ୍ୟିକ ଢଙ୍ଗରେ ବର୍ଣ୍ଣନା କରାହେଇଛି। ଯୋଉ ଜିନିଷ ଗୁଡା କି ଆମ ଜଗତରେ ନାହିଁ, ଆମେ ତାକୁ କଳ୍ପନା କଲେ ବି ଆଣିପାରିବାନି, ଦେଖିବା ଦୂରେ ଥାଉ, ଆମେ ଅନ୍ଧ ଭଳିଆ ତାକୁ ଜାଣିପାରିବା ନାହିଁ। ଏଇ ଜିନିଷ ଗୁଡାକ ସବୁ ସେଇ ଅଶପତି ଯୋଉ ପାହାଚ ଚଢିକିରି ଯାଉଛନ୍ତି, ଆମର ଏ ପାହାଚ ଭଳିଆ ନୁହେଁ, ସିଏ ଦୀପ୍ତ ପ୍ରଦୀପ୍ତ ହେଇକି ରହିଛି ଆଲୋକରେ, ତାରି ଉପରେ ସେ ପାହାଚ ଦେଇକି ଯାଉଛନ୍ତି, ଦି ସାଇଡ ଯାକ ଏଭଳି ସ୍ୱର୍ଗ ଅଛନ୍ତି, ଯାହା ସବୁ ଆମର ଏଇଠି ସମ୍ଭବ ନୁହେଁ। ସେଇଭଳି ସବୁ ତାର ବର୍ଣ୍ଣନା, ଅଶପତି ଯାଉଛନ୍ତି, ଊର୍ଦ୍ଧ୍ୱରେ ପହଞ୍ଚି ନାହାନ୍ତି, ସେ ସିଡିରେ ଯାଉଛନ୍ତି। ଆଉ ଏଇଟା କଣ ହେଲେ, ହିୟର ଟୁ ବଡ୍ ଇଜ ବର୍ନ ଇନ୍ ହ୍ୟୁମାନ ବିଂ। ଏଠାରେ ମଧ୍ୟ ତାର କଳିକା ମାନବ ବକ୍ଷରାଜିରେ ଜନ୍ମ ନେଇଥାଏ। କଣ ବକ୍ଷରାଜିରେ ଜନ୍ମ ନେଇଥାଏ? ଯୋଉ ସୌନ୍ଦର୍ଯ୍ୟ ଆମେ କଳ୍ପନା କରିପାରୁ, ତାର ଯୋଉ କଳିକାଟି, ସେଇଠି ଯୋଉ ରୋଜଟି ପ୍ରସ୍ଫୁଟିତ ହବ ହୁଏ, ତାର କଳିକାଟି ମାନବ ବକ୍ଷରାଜିରେ ଜନ୍ମ ନେଇଥାଏ। ଆମ ହୃଦୟ ଭିତରେ ମଧ୍ୟ ସେ ଜନ୍ମ ନେଇଥାଏ। ଆମେ ବି ତାକୁ କଳ୍ପନା କରିପାରୁଛୁ ଏଇଭଳିଆ ହେଇଥିବ। ଏବଂ ତାପରେ ଏକ ସ୍ପର୍ଶ, ଏକ ଉପସ୍ଥିତି, ଏକ କଣ୍ଠସ୍ୱର ଦ୍ୱାରା ଏହି ଜଗତ ଏକ ମନ୍ଦିର କ୍ଷେତ୍ରରେ ପରିଣତ ହୁଏ। ଦି ୱାର୍ଲ୍ଡ ଇଜ ଟର୍ନ ଇଣ୍ଟୁ ଟେମ୍ପଲ ଗ୍ରାଉଣ୍ଡ। ଯୋଉ ରାଜ୍ୟକୁ ଯାଉଛନ୍ତି, ସେ ରାଜ୍ୟ ଗୋଟେ ଟେମ୍ପଲ ଗ୍ରାଉଣ୍ଡରେ ପରିଣତ ହୁଏ। କେମିତି? ତାପରେ ଏକ ସ୍ପର୍ଶ, ଊର୍ଦ୍ଧ୍ୱର ଏକ ସ୍ପର୍ଶ, ଊର୍ଦ୍ଧ୍ୱର ଏକ ଉପସ୍ଥିତି, ଉଗ୍ର ଏକ କଣ୍ଠସ୍ୱର ଦ୍ୱାରା ସେ ଜଗତ ଏକ ମନ୍ଦିର କ୍ଷେତ୍ରରେ ପରିଣତ ହୁଏ ଏବଂ ସବୁ କିଛି ପ୍ରକଟିତ କରେ ସେଇ ଅଜ୍ଞାତ
परम प्रेमास्पद सबु किसी प्रकटित करे से अज्ञात परम प्रेमास्पद अननोन बिलव जो अननोन बिलव से ऊर्धरे अछंती ये सबु किसी ये जो वर्णना गुड़ा सब आगू है जो प्रकार सौंदर्य माधुर्य वर्णना है ये सबु गुड़ाक सब किसी प्रकटित करे ये क्या दर्शाए से अज्ञात परम प्रेमास्पद को दर्शाए in an outburst of heavenly joy is and is life yields to the divinity within and gives the rapture offering of its all and the soul opens to felicity ये जिनिस गुड़ाक जो मनुष्य प्राप्ति कर जहाँ तो वर्णना है से वर्णना गुड़ा आमर ये किसी ना ताकू आम उपलब्धि करा भी कष्टकर देखा दूरी था सेगुड़ाक सब यही स्वर्गीय आनंद और स्वस्तिर एक विस्फोरण रे विश्व प्राण अंतर देवत्व निकट में अवनत एठार जो सब जिनस अच्छी विश्व प्राण से अवनत हो तार किसी ना एकदम संपूर्ण रूपे लाइफ यील्ड्स टू द डिविनिटी विदिन अंतर देवत्व निकट से अवनत हुए यील्ड्स अवनत हुए एवं तार सकल तीव्रानंद नैवेद्य अर्पण करे तीव्रानंद नैवेद्य रप्चर ऑफरिंग रप्चर ऑफरिंग दिए ऑफ इट्स ऑल तार सब जिन अर्पण करे आत्मा परम सुखानुभव प्रति उन्मुक्त एटी गले आत्मा उन्मुक्त हो परम सुखानुभव परम सुख फेलिसिटी हूँ सुखानुभव परम सुखानुभव को प्रति उन्मुक्त हो जाए आत्मा ए ब्लिस इज फेल्ट दैट नेवर कैन होली एभली भूमि रे चलुला बेले एभरी दिव्यानंद जहाँ केबे भी संपूर्ण भावे शेष हुए ना ये दिव्यानंद से भितर एमती पूरी रही से केतले सरेनी से दिव्यानंद से पाथर गला बेले ए सडन मिस्ट्री ऑफ सीक्रेट ग्रेस flowering goldening our earth and red desire एक दिव्यानंद जहाँ सेठारे संपूर्ण भावे शेष हुए ना संगुप्त दिव्य कृपा सीक्रेट ग्रेस संयुक्त दिव्य कृपा एक आकस्मिक रहस्य दिव्य भाव प्रस्फुटित हुए दिव्य कृपा दिव्य भाव प्रस्फुटित हुए जिन आकस्मिक रहस्य भाया प्रस्फुटित हुए आमर रक्तिम कामनार पृथ्वी को जीवन रंजित करे आमर पृथ्वी हूँ रक्तिम कामनार भरपूर ये पृथ्वी रे कामना सब रही बट रेड डिजायर रक्तिम कामना सब ये रही संगे तुलना कराई स्वर्गर कथा से पृथ्वी को स्वर्ण रंजित करे ये जिनस जदि पृथ्वी को आसो ये से रक्तिम ये सब बदली जीव डिजायर कामना वासना बदली सुवर्ण रंजित हो ऑल द हाई गॉड who hid their visages from the solid passionate rituals of our hopes reveal their names undying powers ये ऊर्ध्वस्तर जो ऊर्ध्वस्तर को वर्तमान अर्थपति उठुंट जो आइडियल माइंड ये स्तर को आसिले मनुष्य कौन हुए समस्त समुच्च देवगण नहीं ऐसे ब्लिस केबे तो पूर्ण संपूर्ण शेष हुए नहीं सब बेले ब्लिस रे जने बास करिवो एवं संगुप्त दिव्यानंदर एक आकस्मिक रहस्य दिव्य भाव आकस्मिक भाव ग्रेस कार्य कर परम अक्तिक्त कामनार पृथ्वी को
ସୁବର୍ଣ୍ଣ ରଞ୍ଜିତ କରିଦେବ। all the high gods who hid their visages, ସମସ୍ତ ଦେବଗଣ ଯେଉଁମାନେ କି ସେମାନଙ୍କର ମୁଖମଣ୍ଡଳକୁ ଲୁଚାଇ ରଖିଥିଲେ, ଏଇ ଭୂମିରେ ସେ ଦେବମଣ୍ଡଳର ମୁଖ ଆମେ ଦେଖିପାରିବାନି, ଆମକୁ ସେମାନେ ଲୁଚେଇ ରଖିଥିଲେ। ସେଇ ଭୂମିରେ ପହଞ୍ଚିଲେ ସେ ଯୋଉ ଦେବଦେବ ଥିଲେ, from the solid passionate rituals of our hope, ଏଠି ଆମର କଣ ହୁଏ? ଆଶାରାଜିର କର୍ଦମାକ୍ତ ଆବେଗ ଚାଳିତ ଅନୁଷ୍ଠାନ ବିଧିବିଧାନ, ଆମେ ଯୋଉ ରିଚୁଆଲ୍ସ କରୁଛୁ, ବିଧିବିଧାନ ଆନୁଷ୍ଠାନିକ ରିଚୁଆଲ୍ସ, ପୂଜା ପାଠ, ଅମୁକ ସମୁକ, ଫୁଲ ଧୂପ ଦବା, ପୂଜା ପାଠ କରିବା, ଏଗୁଡ଼ା ସବୁ ରିଚୁଆଲ୍ସ। ଯୋଉ ଯୋଉ ଜିନିଷ ରିଚୁଆଲ୍ସ ଅଲଗା ଅଛି, ମହାଲକ୍ଷ୍ମୀଙ୍କର ପାଠ କଲେ ତା ରିଚୁଆଲ୍ସ ଅଲଗା, କାଳୀଙ୍କର ପୂଜା କଲେ ତା ରିଚୁଆଲ୍ସ ଅଲଗା, ଶିବଙ୍କର ପୂଜା କଲେ ତା ରିଚୁଆଲ୍ସ ଅଲଗା। ଯୋଉ ସବୁ ଜିନିଷ ଗୁଡା ରିଚୁଆଲ୍ସ ଅଛି, ସେଇ ରିଚୁଆଲ୍ସ ବା ସେ ବିଧିବିଧାନ ସେ ଆନୁଷ୍ଠାନିକ ବିଧିବିଧାନ। ଏବଂ ଆମର ଏଠି ଯୋଉ ଆଶା କାର୍ଯ୍ୟକାରୀ ହୁଏ, ସିଏ ହଉଛି କର୍ଦମାକ୍ତ ଆବେଗ ଚାଳିତ। ଆଶା ଗୁଡା ଆମର ଏଠି ସବୁ ଆବେଗ ଚାଳିତ, ଆବେଗରୁ ଆମେ ଗୁଡେ ଆଶା କରୁ ଏବଂ ସେ କର୍ଦମାକ୍ତ ହେଇକି ରହିଛି। ତାମାନେ ଏଇଟା ତୁଳନା କରାଯାଉଛି, ଯୋଉ ରାଜ୍ୟରେ ରାଷ୍ଟ୍ରପତି ପହଞ୍ଚିଛନ୍ତି ସେ ରାଜ୍ୟ ସାଙ୍ଗରେ ଆମେ ଯୋଉଠି ବାସ କରୁଛୁ ତାର ତୁଳନା କରାଯାଉଛି। ଏବଂ ରିଭିଲ୍ ଦେयर ନେମ୍ସ, କାହାର? ହାଇ ଗଡ୍ସ, ତାଙ୍କର ନାଁ, ସେମାନେ ସେମାନଙ୍କର ନାମ ସବୁ ଓ ମୃତ୍ୟୁହୀନ ସାମର୍ଥ୍ୟ ଆଜି ପ୍ରକଟ କରନ୍ତି। ସେଇଠିକି ପଳେଇଲେ ଏସବୁ ଦେଖି ହବ, ତାଙ୍କ ନାଁ ସବୁ ସେମାନେ କହିଦେବେ। ଏ ଫେରି ଷ୍ଟିଲନେସ୍ ୱେକ୍ସ ଷ୍ଟମ୍ବଲିଂ ସେଲ୍ସ, ଏକ ଜ୍ୱଳନ୍ତ ସ୍ତବ୍ଧତା ସୁଷୁପ୍ତ କୋଷରାଜିକୁ ଜାଗ୍ରତ କରେ। ବ୍ୟକ୍ତିର ଯୋଉ ସୁଷୁପ୍ତ କୋଷାଣୁ ସବୁ ରହିଛି, ଯୋଉଟା କିଛି ପ୍ରକଟିତ ହେଇନାହିଁ, ଯୋଉଟା ତୀବ୍ରତ୍ୱ ସ୍ପର୍ଶ କରିନାହିଁ, ସେଇଭଳି ସ୍ତବ୍ଧତା, ସ୍ତବ୍ଧ ଦିକ ରହିଛି, ଜ୍ୱଳନ୍ତ ସ୍ତବ୍ଧତା, ଭେରି ଷ୍ଟିଲନେସ୍, ସୁଷୁପ୍ତ କୋଷରାଜିକୁ ଜାଗରିତ କରେ। ଏଇ ଯୋଉ ସ୍ତବ୍ଧତା, ଯୋଉ ନୀରବତା, ଯୋଉ ଷ୍ଟିଲନେସ୍, ସେ ଜ୍ୱଳନ୍ତ, ଇଏ ଯେତେବେଳେ ସେଇଠି ଯୋଉ ଅଛି, ଇଏ ଯେତେବେଳେ ଆକୁ ସ୍ପର୍ଶ କରିବ, ଏ କୋଷରାଜିକୁ ଜାଗରିତ କରିଦବ। ରକ୍ତ ମାଂସର ଏକ ଆବେଗ ହୋଇ ଉଠେ ବିସ୍ମୟ। ଏଠି ଯୋଉ ରକ୍ତ ମାଂସର ଆବେଗ ଅଛି, ଆମେ ପ୍ରତି ମୁହୂର୍ତ୍ତରେ ଆବେଗ ପୂର୍ଣ୍ଣ ହେଇଯାଉ ରକ୍ତ ମାଂସର ଶରୀରରେ, ଏଇ ଜିନିଷଟା ସେଠି ଚିନ୍ମୟ ହେଇଯାଏ, ଚେତନାମୟ ହେଇଯାଏ। ଅବଶେଷରେ ଆଶ୍ଚର୍ଯ୍ୟଜନକ ଭାବେ ପରିପୂର୍ଣ୍ଣ ହୁଏ। ଅବଶେଷରେ and marvelously it fulfilled at last, କଣ ଫୁଲଫିଲ୍ କରେ? ଯେଉଁ ଚମତ୍କାର ନିମିତ୍ତ ଆମ ଜୀବନ ଗଠିତ ହୋଇଛି। ଦେଖନ୍ତୁ, ଏଇ ଯୋଉ ବାକ୍ୟଟାରେ ଆସିଲା, ଆମ ଜୀବନ ସେଥିପାଇଁ ଗଠିତ ହଉଛି। ଆମେ ଜନ୍ମ ଜନ୍ମାନ୍ତରେ ସିଆଡକୁ ହିଁ ଯାଉଛୁ। କିନ୍ତୁ ଇଏ ଏତେ ଧୀରେ ଧୀରେ ମୁଭ ହଉଛି, ଆମେ ତାକୁ ଜାଣିପାରୁନୁ। ଜନ୍ମ ହେଲୁ, ମରିବୁ, ଆଉଥରେ ଜନ୍ମ ହେଲୁ, ଆଉଥରେ ମରିବୁ, କିନ୍ତୁ ତା ଭିତରେ ଦେଇକି ସେ ଉର୍ଦ୍ଧ୍ୱକୁ ଉଠେ। ଯେଉଁ ଚମତ୍କାର ନିମିତ୍ତ ଆମ ଜୀବନଟା ତିଆରି ହେଇଛି, ପରମଙ୍କୁ ଏଇଠି ପୂର୍ଣ୍ଣ ରୂପେ ପ୍ରକାଶିତ କରିବା ପାଇଁ। ପରମ ଯେତେବେଳେ ପୂର୍ଣ୍ଣ ରୂପେ ପ୍ରକାଶିତ ହେବେ ଏଠି, ସେଠି ଆଉ କଣ ଏଇ ଉର୍ଦ୍ଧ୍ୱରେ ଯୋଉ ସବୁ ବର୍ଣ୍ଣନା ହେଲା, fulfilled at last, the spontaneous flesh becoming spirit, ଏଗୁଡାକ ସବୁ ରହିବ କି? ଏଟା ସବୁ ପରିବର୍ତ୍ତନ ହେଇଯିବ। ରକ୍ତ ମାଂସରେ ଆବେଗ ହୋଇ ଉଠିବ ଚିନ୍ମୟ ଏବଂ ଆଶ୍ଚର୍ଯ୍ୟଜନକ ଭାବେ ପରିପୂର୍ଣ୍ଣ ହେବ। ଏବଂ ଯେଉଁ ଚମତ୍କାର ନିମିତ୍ତ ଆମ ଜୀବନ ଗଠିତ ହୋଇଥିଲା, ସେଇ ଚମତ୍କାର ଆମେ ପ୍ରାପ୍ତ କରିପାରିବା। ଏକ ଶୁଭ୍ର ନିର୍ବାକ ଗମ୍ବୁଜରେ ଏକ ଅଗ୍ନିଶିଖା ତଥା ଆମର ଆଲୋକମଣ୍ଡିତ ମୁଖମଣ୍ଡଳ ଦେଖାଯାଏ। ଏହି ଆଲୋକ ବିକିରଣକାରୀ
ଅଙ୍ଗାବଳି ଯେଉଁମାନେ ଜନ୍ମ ମୃତ୍ୟୁ ଜାଣନ୍ତି ନାହିଁ ସେଇ ଆଲୋକ ବିକିରଣକାରୀ ଯୋଉ ଅଙ୍ଗ ପ୍ରତ୍ୟଙ୍ଗରୁ ସେଇ ଆଲୋକ ବିକିରଣ ହୁଏ ସେ ଜନ୍ମ ମୃତ୍ୟୁ ଜାଣିନାହାନ୍ତି। ଯେଉଁ ପୟୋଧର ପରମ ସୂର୍ଯ୍ୟର ପ୍ରଥମ ଜନ୍ମିତକୁ କରାଇଥିଲା ମଦ୍ୟପାନ। ଏଇଟା ଗୋଟେ ଶବ୍ଦ ଆସିଛି ପୟୋଧର। ପୟ ମାନେ ଜଳ, ପୟ ମାନେ କ୍ଷୀର, ଦୁଗ୍ଧ। ମେଘକୁ ପୟୋଧର କୁହାଯାଏ କାରଣ ସେ ଜଳକୁ ଧାରଣ କରିଥାଏ। ଆଉ ଗୋଟେ ସ୍ତ୍ରୀର ସ୍ତନକୁ ପୟୋଧର କୁହାଯାଏ, ପୟୋଧର କୁହାଯାଏ କାରଣ କ୍ଷୀର ସେଥିରୁ ଝରେ। ପୟୋଧର ସେ ଯେଉଁ ପୟର ଧର ପରମ ସୂର୍ଯ୍ୟର ପ୍ରଥମ ଜନ୍ମିତକୁ କରାଇଥିଲା ସ୍ତନ୍ୟପାନ। ପରମ ସୂର୍ଯ୍ୟର ପ୍ରଥମ ଜନ୍ମିତକୁ ଅର୍ଥାତ୍ ଦି ବ୍ରେଷ୍ଟ that circle the first born of the sun। ଏ ସୂର୍ଯ୍ୟମଣ୍ଡଳରେ ଏଇଠାରେ ଜନ୍ମ ହେଇଥିବା ଲୋକ ସିଏ ତାର ପ୍ରଥମେ ଯେତେବେଳେ ସେ ମଣିଷଟି ଜନ୍ମ ହେଲା ସିଏ ଯୋଉ ପୟୋଧର କ୍ଷୀର ପିଇକିରି ସ୍ତନ୍ୟପାନ କରି ବଞ୍ଚିଥିଲା ଚିନ୍ତାର ପ୍ରଜ୍ୱଳନ୍ତ ନିରବତାର ଆଜିରେ ଭିଡ଼ ଜମାଇଥିବା ବିହଙ୍ଗ ପକ୍ଷ ସବୁ ଆଧ୍ୟାତ୍ମ ମହାବ୍ୟୋମ ମଧ୍ୟକୁ ଯେଉଁମାନେ ଚକ୍ଷୁରେ ଆଜି ଦୃଷ୍ଟିପାତ କରନ୍ତି ଏମାନେ ସବୁ ସେ ବଦଳି ଯିବେ। ମୁଁ ଆଉ ଆଗକୁ ଯାଇପାରୁନି, ଯଦି ହବ ଏଇ 2-4 ଲାଇନ ଆଉଥରେ ଆମେ ଆର୍ଥରକୁ କରିବା। ସମୟ ବି ହେଇଗଲା, ମୁଁ ଏଇଠି ରଖୁଛି। ଆପଣମାନଙ୍କୁ ସବୁ ଧନ୍ୟବାଦ ଦଉଛି। ଆଜିର ଜିନିଷକୁ ଏତେ ବିଶେଷ ଭାବରେ ବୁଝିପାରିନଥିବେ ବୋଲି ମୋର ଧାରଣା ହଉଛି, କାରଣ ଏସବୁ ଇଂରେଜୀରେ ଲେଖା। ଯେମିତି ବଡ ବଡ କାବ୍ୟ କବିତା ଆଉ ଓଡିଶାରେ ବି ଅଛି, ତାକୁ ଆମେ ବୁଝିବା କଷ୍ଟକର ହୁଏ ଏବଂ ସେଇଭଳି ଉପମା ମୂଲ୍ୟ ବହୁତ ଥାଏ, ତାକୁ ନେଇକରି ଆମେ ବୁଝିବା କଷ୍ଟକର ହୁଏ। ଏଇ କାବ୍ୟ ସେଇଭଳି ଏଠି ଲେଖା ହେଇଛି। ଆଜି ଯେତେ ଯାହା ପଢିଲେ ସେ ସବୁ ଇମେଜରେ ପରିପୂର୍ଣ୍ଣ, ସେସବୁ ପ୍ରତିଛବିରେ ପରିପୂର୍ଣ୍ଣ। ଅର୍ଥାତ୍ ସେଠିକାର ଯୋଉ ପ୍ରକାର ଦେବତ୍ୱ ପ୍ରତିଷ୍ଠିତ ହୁଏ, ଯେ ପ୍ରକାର ଆଲୋକ ପ୍ରତିଷ୍ଠିତ ହୁଏ, ଯେ ପ୍ରକାର ସୌନ୍ଦର୍ଯ୍ୟ ଓ ଆନନ୍ଦ ସବୁ ସେଠାରେ ରହିଛି, ଏଇ ଜିନିଷକୁ ବର୍ଣ୍ଣନା କରିବା ପାଇଁ ନାନା ଭାବରେ ଗୋଟେ ଇମେଜ ନିଆଯାଏ। ଏଇ ଇମେଜ ଗୁଡାକ ସବୁ ଏଥିରେ ବର୍ଣ୍ଣନା ହେଇଛି। ଏଇ ଇମେଜରୁ ଯଦି ଆମେ କିଛି ବୁଝିବା ଏବଂ ସେମିତି ଆମର ଜଣେ ନାରୀର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିବାକୁ କବି କେତେ ପ୍ରକାର ଲେଖନ୍ତି, ସେମିତି ଗୋଟେ ସମୁଦ୍ରର ଲହଡି, ସମୁଦ୍ରର ଭିତରେ ଆସୁଥିବା ବାୟୁମଣ୍ଡଳ, ତାକୁ ବର୍ଣ୍ଣନା କରିବାକୁ କେତେ ପ୍ରକାର ଲେଖାଯାଇଛି। ବନ୍ଦେ ଉତ୍କଳ ଜନନୀ କବିତାରେ ସବୁ ଅଛି, ଆପଣ ଦେଖିବେ କେତେ ସୁନ୍ଦର ଭାବରେ ତାକୁ ବର୍ଣ୍ଣନା କରାଯାଇଛି, ଜୀବନ୍ତ କରିଦିଆଯାଇଛି। ପ୍ରକୃତିକୁ ଜୀବନ୍ତ କରିଦିଅନ୍ତି, ବିଶେଷ କରି ଗଙ୍ଗାଧର ମେହରଙ୍କ କାବ୍ୟରେ। ସେଇ ଜିନିଷ ଗୁଡାକୁ ସବୁ ଦର୍ଶାଇବା ପାଇଁ, ଏଇ ଜିନିଷ ଗୁଡାକୁ ସବୁ ବର୍ଣ୍ଣନା କରିବା ପାଇଁ ଏସବୁ ଇମେଜ ଦିଆଯାଇଛି। ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଏବଂ ପରମ ପ୍ରଭୁ ଶ୍ରୀ ମାଙ୍କ ନିକଟରେ ମୁଁ କୃତଜ୍ଞତା ଜଣାଇ ଆଜିର ବକ୍ତବ୍ୟ ମୁଁ ଏଠାରେ ରଖୁଛି। ବନ୍ଦେ ମାତରମ୍, ମାଙ୍କର ଜୟ ହେଉ।